ମୋର ପ୍ରିୟ ପିଲାମାନେ ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଷ୍ଟ ଅଫ୍ ଅଲ୍ ଆପଣଙ୍କୁ ତଥା ଆପଣଙ୍କର ପରିବାର ବର୍ଗଙ୍କୁ ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ପ୍ରଭୁଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ପ୍ରତି ରହିଥାଉ ଏବଂ ଆପଣଙ୍କର ପ୍ରତ୍ୟେକଟି ଆଶା ପରିପୂର୍ଣ୍ଣ ହଉ। ଜୟ ଜଗନ୍ନାଥରେ ଜୟ ଜଗନ୍ନାଥ। ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା 300ଟି ପଲିଟିର ୱାନ୍ ଲାଇନର୍ ଆପଣଙ୍କର କ୍ୱେଶ୍ଚନ୍ସ। ବେନିଫିଟ୍ସ ଆପଣଙ୍କର କ'ଣ ହେବ? ମ୍ୟାକ୍ସିମମ୍ ଜିନିଷ ଆପଣଙ୍କ ରିଭାଇଜ୍ ଆପଣଙ୍କର ହେଇଯିବ। ତା ସହିତ ଆପଣ ଜାଣି ବି ଯିବେ ଯେ କେଉଁ ଟାଇପ୍ର କ୍ୱେଶ୍ଚନ୍ସ ଆପଣଙ୍କର ପଡ଼ୁଛି ଏବଂ ଆଗାମୀ ଦିନରେ କ'ଣ କ'ଣ ସବୁ କ୍ୱେଶ୍ଚନ୍ସ ଆସିପାରେ। ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଆପଣ ଜଣାଇଦେବେ, ଯେଉଁଦ୍ୱାରା କି ସମସ୍ତେ ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ବି ଆପଣ ଅନ୍ କରିଦେବେ। ଏବଂ ଯଦି ଆପଣ ବିଏଡ୍, ବିଏଚ୍ଡି, ଏମ୍ଏଡ୍ ପରୀକ୍ଷା କିମ୍ବା LTR ମେନ୍ସ ଆର୍ଟ୍ସ ପରୀକ୍ଷାରେ ସୁନିଶ୍ଚିତ କ୍ୱାଲିଫାଇ କରିବା ପାଇଁ ଚାହୁଁଛନ୍ତି ନା, ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନରେ ପ୍ରତ୍ୟେକ ଦିନ ଆପଣଙ୍କ ପାଇଁ 10ରୁ 12 ଘଣ୍ଟା ଆପଣଙ୍କର କ୍ଲାସ୍ କରାହେଉଛି ସବୁଦିନ। ଠିକ୍ ଅଛି, ଆପଣ କାଇଣ୍ଡଲି କୌଣସି ବି କ୍ଲାସ୍କୁ ମିସ୍ କରନ୍ତୁ ନାହିଁ। ବିଏଡ୍, ବିଏଚ୍ଡି, ଏମ୍ଏଡ୍ରେ ସୁନିଶ୍ଚିତ କ୍ୱାଲିଫାଇ କରିବାର ଅଛି। ଏଇ ପ୍ଲାନିଂ ଭିଡ଼ିଓକୁ ଆପଣ ଦେଖନ୍ତୁ ଆଉ ଯେମିତି ମୁଁ ଆପଣଙ୍କୁ ପ୍ଲାନିଂ ଭିଡ଼ିଓରେ କହିଛି ଖାଲି ସେମିତିକା ୱେରେ ପଢ଼ନ୍ତୁ। ଡିସ୍କ୍ୱାଲିଫାଇର ପ୍ରଶ୍ନ ହିଁ ନାହିଁ। ସେବକ ସେବିକା ବା SSD ପାଇଁ ୟାକୁ ଦେଖିବେ। LTR ମେନ୍ସ ପାଇଁ ଆପଣ ପ୍ଲାନିଂ ଭିଡ଼ିଓକୁ ଦେଖନ୍ତୁ ଆଉ ପଢ଼ା ଆରମ୍ଭ କରନ୍ତୁ। ଏବଂ PDF ଆପଣ କେଉଁଠୁ ପାଇବେ? ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ୍ ରହିଛି, ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପ୍ରେ 2,13,000ରୁ ଅଧିକ ପିଲା ଅଛନ୍ତି। ସେଇ ଗ୍ରୁପ୍ରେ ଆପଣ ଜଏନ୍ ହେବେ, ଯେଉଁଦ୍ୱାରା କି ସବୁ ନୋଟ୍ସ PDF ଆପଣ ପାଇଯିବେ। ଠିକ୍ ଅଛି, ତା ସହିତ ଆପଣଙ୍କ ପାଇଁ ଆମର ଲକ୍ଷ୍ମୀଧର ସାର୍ ଅଫିସିଆଲ ବୋଲି ଆପଣଙ୍କର ଟେଲିଗ୍ରାମ ଗ୍ରୁପ୍ ମଧ୍ୟ ଆପଣଙ୍କ ପାଇଁ କ୍ରିଏଟ୍ କରାହେଇଛି, ଯେଉଁଠି ସବୁଦିନ ଆପଣଙ୍କ ପାଇଁ 5,000ରୁ ଅଧିକ କ୍ୱେଶ୍ଚନ୍ସ ସହିତ ଆନ୍ସର ତା ସହିତ PDF ମଧ୍ୟ ଆପଣଙ୍କ ପାଇଁ ସେୟାର କରିଦିଆଯାଉଛି। ଠିକ୍ ଅଛି, ତ କାଇଣ୍ଡଲି ଆପଣ ଏଇ ଗ୍ରୁପ୍ରେ ଆପଣ ଜଏନ୍ ହେଇଯିବେ। ଆସନ୍ତୁ କାଳ ବିଳମ୍ବ ନ କରିକି ଆରମ୍ଭ କରିବା। ଠିକ୍ ଅଛି, ପ୍ରଥମ ଆପଣଙ୍କର ରାଜ୍ୟ ଯେଉଁଠିକି କମ୍ୟୁନିଷ୍ଟ ଗଭର୍ଣ୍ଣମେଣ୍ଟ ଆପଣଙ୍କର ଆରମ୍ଭ ହେଇଥିଲା, ବର୍ତ୍ତମାନ ବି ଆପଣ ଦେଖିବେ CPIM ଆପଣଙ୍କର ଯେଉଁ ରୁଲ୍ ଆପଣଙ୍କର କରୁଛି, ଏଇଟା କେଉଁ ଜାଗାରେ ଆପଣଙ୍କର? କେରଳରେ। ଆପଣଙ୍କ ପାଇଁ ପ୍ରଶ୍ନ ରହିବ, ଆପଣ କମେଣ୍ଟ କରିକି ଜଣାଇବେ କେରଳର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଆପଣଙ୍କର କିଏ ଅଛନ୍ତି? କମେଣ୍ଟ କରିକି ନିହାତି ଜଣାଇବେ। କି ଆମର ପରବର୍ତ୍ତୀ କ୍ୱେଶ୍ଚନ୍, କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲିର ଯେଉଁ ଆପଣଙ୍କର ଏଇଟା କାହା ଅଧୀନରେ କରାହେଇଥିଲା? ତ କ୍ୟାବିନେଟ୍ ମିଶନ ଆପଣଙ୍କର 1946ରେ ଆପଣଙ୍କର କରା। ଏଥିରେ 3 ଜଣ ମେମ୍ବର ଥିଲେ, ଆପଣଙ୍କର ମନେ ଥିବ AV ଆଲେକ୍ଜାଣ୍ଡାର, ପେଥିକ୍ ଲରେନ୍ସ ଆଉ ଜଣେ ଆପଣଙ୍କର ଷ୍ଟାଫୋର୍ଡ ଆପଣଙ୍କର କ୍ରିପ୍ସ। ଠିକ୍ ଅଛି, ଦେନ୍ ପରବର୍ତ୍ତୀ ଆପଣଙ୍କ ଦେଖନ୍ତୁ ଯେ ଭାରତରେ ଯେତିକି ବି ଯେଉଁ ଆମର ବ୍ରିଟିଶ ପାର୍ଲାମେଣ୍ଟ ଆପଣଙ୍କର ରହିଛି, ବ୍ରିଟିଶ ପାର୍ଲାମେଣ୍ଟ ଆପଣଙ୍କର ଏଇଟା କେଉଁ ଆକ୍ଟ ଅନୁସାରେ? 1935 ଅନୁସାରେ। ମ୍ୟାକ୍ସିମମ୍ ଜିନିଷ ଆପଣଙ୍କର 1935 ଆକ୍ଟ ଅନୁସାରେ ହିଁ ହେଇଥିଲା। ଆଉ ସବୁଗୁଡ଼ା ଆପଣଙ୍କର ମନେ ଥିବ ତ, 1773 ହେଇଗଲା, 1793 ଆପଣଙ୍କର ହେଇଗଲା, 1813 ଆପଣଙ୍କର ହେଇଗଲା, 1833 ଆପଣଙ୍କର, 1858, 1909, 1919 ଏସବୁଗୁଡ଼ା ଆପଣଙ୍କର ମନେ ଅଛି ନା? ମନେ ଥିବ, ବହୁତ ସୁନ୍ଦର। ଦେନ୍ ନେକ୍ସଟ, ଯଦି ଆମକୁ ପରୀକ୍ଷାରେ ପଚାରେ ଯେ ଭାରତର ପ୍ରଥମ ନାଗରିକ କିଏ? ରାଷ୍ଟ୍ରପତି କରିବା, ଦ୍ୱିତୀୟ ନାଗରିକ ହେଲେ ଆମର ଉପରାଷ୍ଟ୍ରପତି ଆପଣଙ୍କର ହେଇଯିବେ। ଆମେ ଜାଣିଛେ ଗଭର୍ଣ୍ଣମେଣ୍ଟର 3ଟି ଅର୍ଗାନ ରହିଛି ଆମର, ଲେଜିସ୍ଲେଚର, ଏକ୍ଜିକ୍ୟୁଟିଭ ଆଉ ଜୁଡ଼ିସିଆରୀ। ତ ସବୁଠାରୁ ଇମ୍ପୋର୍ଟାଣ୍ଟ ଆପଣଙ୍କର କେଉଁଟା? ନା ଏକ୍ଜିକ୍ୟୁଟିଭ ହେଉଛି ଆମର ସବୁଠାରୁ ଇମ୍ପୋର୍ଟାଣ୍ଟ। ଆମେ ଜାଣିଛେ ରାଷ୍ଟ୍ରପତିଙ୍କ ସମ୍ପର୍କରେ ଆର୍ଟିକିଲ ନମ୍ବର ଆପଣଙ୍କର କେତେରୁ କେତେ ଭିତରେ ମେନସନ୍ ଅଛି? 52ରୁ 62 ମଧ୍ୟରେ। ସେମିତି ଆପଣଙ୍କର ରାଜ୍ୟପାଳ ସମ୍ପର୍କରେ 152ରୁ 162। ତ ଏଠି ଆପଣଙ୍କର ପଚାରିଛି ଯେ ରାଜ୍ୟପାଳଙ୍କର ନିଯୁକ୍ତି ସମ୍ପର୍କରେ କେଉଁଠି ମେନସନ୍ ଅଛି? ତ ଆର୍ଟିକିଲ ନମ୍ବର 155ରେ ଅଛି ଆମର। ସ୍ୱାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଆପଣଙ୍କର କିଏ ଥିଲେ? ଲର୍ଡ ମାଉଣ୍ଟ ବ୍ୟାଟେନ୍ ଆପଣଙ୍କର ଥିଲେ। ଠିକ୍ ଅଛି, ଏବଂ ଭାରତ ସରକାରଙ୍କର ଫାଷ୍ଟ ଲିଗାଲ ଆଡଭାଇଜର ଆପଣଙ୍କର କିଏ ବା ଫାଷ୍ଟ ଲ ଅଫିସର ଆପଣଙ୍କର କିଏ? ଆଟର୍ଣ୍ଣି ଜେନେରାଲ। ତାଙ୍କ ସମ୍ପର୍କରେ ଆର୍ଟିକିଲ ନମ୍ବର କେଉଁଠି ମେନସନ୍ ଅଛି? 76ରେ। ରାଜ୍ୟମାନଙ୍କରେ ସେମିତି ଆପଣଙ୍କର କିଏ ଅଛନ୍ତି? ନା ଆଡଭୋକେଟ୍ ଜେନେରାଲ ଆପଣଙ୍କର ଅଛନ୍ତି ରାଜ୍ୟମାନଙ୍କରେ। ଆମ ସମ୍ବିଧାନରେ ସର୍ବମୋଟ କେତୋଟି ଆପଣଙ୍କର ପାର୍ଟ ରହିଛି? ପୂର୍ବରୁ 22ଟି ଆପଣଙ୍କର ଥିଲା, ବର୍ତ୍ତମାନ କେତୋଟି ରହିଛି? 25ଟି ଆପଣଙ୍କର ପାର୍ଟ ଅଛି। ଫଣ୍ଡାମେଣ୍ଟାଲ ଡ୍ୟୁଟିଜ ଗୁଡ଼ା ଆମ ସମ୍ବିଧାନରେ ପୂର୍ବରୁ ଆପଣଙ୍କର ନଥିଲା, ଏଗୁଡ଼ାକୁ କେବେ ଆପଣଙ୍କର ଏଡ୍ କରାଗଲା? 42ତମ ଆମେଣ୍ଡମେଣ୍ଟ ଜରିଆରେ
1976 ରେ ତାକୁ ଆମେ ଆଉ କ'ଣ ବୋଲି କହିଥାଉ ନା ମିନି କନଷ୍ଟିଚ୍ୟୁସନ ବୋଲି ମଧ୍ୟ ଆମେ କହିଥାଉ। ଏସବୁ ଆପଣଙ୍କର କିଏ କରିଥିଲେ? ସରାନ ସିଂ କମିଟି ଆପଣଙ୍କର କରିଥିଲେ, ମନେ ଥିବ। ନେକ୍ସଟ ଆମର ଏଇ ଯୋଉ ଆଇଡିଆ ଆପଣଙ୍କର ହୁ ଗେଭ୍ ଦ ଆଇଡିଆ ଅଫ କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲିର ଆପଣଙ୍କର ଆଇଡିଆ କିଏ ଦେଇଥିଲେ? ନା ଏମ୍ ଏନ୍ ରୟ ଆପଣଙ୍କର ଦେଇଥିଲେ। ଆପଣଙ୍କର ମନେ ଥିବ ଆମେ ଗତକାଲି ହିଁ ମାନେ ଏଇ ଯୋଉ ସାଟରଡେ ଦିନ ହିଁ ପୁରା ପଲିଟିକୁ ପୁରା ଫୁଲ କଭରେଜ କରିଛେ ନା 37 ଥର 37 ଟାଇମ୍ ଆମେ ପୁରା ସିଲାବସ୍ କଭରେଜ ୱିଥ୍ ଅଲ୍ ପିଆଇକ୍ୟୁ ଆପଣଙ୍କର କରିଦେଇଛେ, ରାଇଟ୍। ଦେଖନ୍ତୁ ବରଡ ଫିଚର୍ସରୁ ଆମକୁ କମ୍ପଲସରି ପଚାରିବ ଏଇ ଯୋଉ ଆପଣଙ୍କର ଲିବରେଟି, ଇକ୍ୱାଲିଟି, ଫାର୍ଟିନିଟି ଏଇସବୁ ୱାର୍ଡ ଗୁଡ଼ା ଆମର କୋଉଠୁ ଆସିଛି? ଫ୍ରେଞ୍ଚ ରେଭଲ୍ୟୁସନ ବା ଆପଣଙ୍କର ଫ୍ରାନ୍ସରୁ ଆପଣଙ୍କର ଆସିଛି। ଆମର କନଷ୍ଟିଚ୍ୟୁସନ ଡେ ଆମର କେବେ ପାଳନ କରାଯାଏ? ନା 26 ନଭେମ୍ବରକୁ ଆମେ ସମ୍ବିଧାନ ଦିବସ ଆକାରରେ ପାଳନ କରିଥାଉ। ଭାରତର ସମ୍ବିଧାନର ଜନକ ବୋଲି କାହାକୁ କୁହାଯାଏ? ଡକ୍ଟର ବି ଆର୍ ଆମ୍ବେଦକରକୁ ଆପଣଙ୍କର କୁହାଯାଏ। ଫଣ୍ଡାମେଣ୍ଟାଲ ରାଇଟ୍ ସମ୍ପର୍କରେ କୋଉ ପାର୍ଟରେ ଆପଣଙ୍କର ମେନସନ୍ ଅଛି? ପାର୍ଟ 3ରେ। ସିକ୍ୱେନ୍ସ ଆପଣଙ୍କର ମନେ ଥିବ ପାର୍ଟ 3, ପାର୍ଟ 4 ଆଉ ପାର୍ଟ IV ନା। ଏଇଟା ହେଉଛି ଆମର ଫଣ୍ଡାମେଣ୍ଟାଲ ରାଇଟ୍, ଏଇଟା ଆମର DPSP ଆଉ ଏଇଟା ହେଉଛି ଆମର ଫଣ୍ଡାମେଣ୍ଟାଲ ଡ୍ୟୁଟିଜ। ଭାରତର ସମ୍ବିଧାନକୁ ସର୍ବପ୍ରଥମେ କେବେ ଆପଣଙ୍କର ଚେଞ୍ଜ କରାଗଲା? କନଷ୍ଟିଚ୍ୟୁସନାଲ ଏମେଣ୍ଡମେଣ୍ଟ ସମ୍ପର୍କରେ କୋଉ ଆର୍ଟିକଲରେ ମେନସନ୍ ଅଛି? 368ରେ ନା। ତ କେବେ ଆପଣଙ୍କର ପ୍ରଥମେ କରାଗଲା? ନା 1951ରେ ଆପଣଙ୍କର କରାଗଲା, ଯୋଉଥିରେ ଆମର ଜମିଦାରୀ ପ୍ରଥାକୁ ଆପଣଙ୍କର ହଟେଇ ଦିଆଗଲା, ଠିକ ଅଛି। ଭାରତର ସମ୍ବିଧାନରେ ସର୍ବମୋଟ କେତୋଟି ଭାଷାକୁ ଆପଣଙ୍କର ମାନ୍ୟତା ଦିଆହେଇଛି? 22ଟି। ପୂର୍ବରୁ ଆମର 14ଟି ଆପଣଙ୍କର ଥିଲା, ଠିକ ଅଛି। ଦେନ୍ ରାଇଟ୍ ଅଫ୍ ଚିଲଡ୍ରେନ୍ ଫର୍ ଫ୍ରି ଆଣ୍ଡ କମ୍ପଲସରି ଏଜୁକେସନ୍ ବା ରାଇଟ୍ ଟୁ ଏଜୁକେସନ୍ ଆକ୍ଟ ଆମର କେବେ ଆସିଲା? 2009ରେ ଆସିଲା। ଯଦି ପରୀକ୍ଷାରେ ପଚାରନ୍ତା ଯେ କେବେ କାର୍ଯ୍ୟକାରୀ ହେଲା, ଦେନ୍ କ'ଣ କରନ୍ତେ? 2010 ଏପ୍ରିଲ ମାସ 1 ତାରିଖରେ ଆପଣଙ୍କର କାର୍ଯ୍ୟକାରୀ ହେଲା, ଠିକ ଅଛି। ଇକ୍ୱାଲ ଅପରଚ୍ୟୁନିଟି ଇନ୍ ପବ୍ଲିକ୍ ଏମ୍ପ୍ଲୟମେଣ୍ଟ, ଚାକିରୀ କ୍ଷେତ୍ରରେ ସମାନ ଆପଣଙ୍କର ସୁଯୋଗ, ତା ସମ୍ପର୍କରେ କୋଉଠି ମେନସନ୍ ଅଛି? ଆର୍ଟିକଲ ନମ୍ବର 16ରେ ଆପଣଙ୍କର ମେନସନ୍ ଅଛି, ଠିକ ଅଛି। ଏବଂ ଯଦି ଆପଣଙ୍କର କିଛି ପ୍ରୋବ୍ଲେମ ହେଲା ଡାଇରେକ୍ଟଲି ଆପଣ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟକୁ ଯାଇପାରିବେ। ରାଇଟ୍ ଟୁ କନଷ୍ଟିଚ୍ୟୁସନାଲ ରିମେଡିଜ୍, ଏହା ସମ୍ପର୍କରେ କିଏ କହିଥିଲେ? ଡକ୍ଟର ବି ଆର୍ ଆମ୍ବେଦକର ଆପଣଙ୍କର କହିଥିଲେ। ହୁ ସେଡ୍ ଇନ୍ ଦ କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲି ଡିବେଟ୍, କିଏ କହିଥିଲେ ଯେ ଆଇ ବିଲିଭ୍ ସେପାରେଟ୍ ଇଲେକ୍ଟୋରେଟ୍ସ ୱିଲ୍ ବି ସୁସାଇଡାଲ ଟୁ ଦ ମାଇନରିଟିଜ୍? ଏଇଟା ଗୋବିନ୍ଦ ବଲ୍ଲଭ ପନ୍ତ ଆପଣଙ୍କର କହିଥିଲେ। ହୁ ଇଜ୍ ଦ ସୁପ୍ରିମ କମାଣ୍ଡର ଅଫ୍ ଅଲ୍ ଆର୍ମ ଫୋର୍ସେସ୍, ସବୁ ସେନାର ଆପଣଙ୍କର ମୁଖ୍ୟ କିଏ? ସ୍ଥଳସେନା, ଜଳସେନା, ବାୟୁସେନା, କିଏ ଆପଣଙ୍କର? ରାଷ୍ଟ୍ରପତି ଆପଣଙ୍କର ମୁଖ୍ୟ ଅଛନ୍ତି, ଠିକ ଅଛି। ଦେନ୍ ଅଣ୍ଡର ହ୍ୱିଚ୍ ଆର୍ଟିକଲ ଅଫ୍ ଦ କନଷ୍ଟିଚ୍ୟୁସନ ଅଫ୍ ଇଣ୍ଡିଆ ଏନ୍ ଇଣ୍ଟରଷ୍ଟେଟ୍ କାଉନସିଲ୍ ହେଜ୍ ବିନ୍ କନଷ୍ଟିଟ୍ୟୁଟେଡ୍? ତ ଇଣ୍ଟରଷ୍ଟେଟ୍ କାଉନସିଲ୍ ସମ୍ପର୍କରେ ଆର୍ଟିକଲ ନମ୍ବର ଆପଣଙ୍କର କେତେରେ ମେନସନ୍ ଅଛି? ନା 263ରେ ଆପଣଙ୍କର, ଠିକ ଅଛି। ଆମର ଯେଉଁ ପଞ୍ଚାୟତ ଇଲେକ୍ସନ ସବୁ ହେଉଛି ୱାର୍ଡ ମେମ୍ବର, ସରପଞ୍ଚ, ନାୟବ ସରପଞ୍ଚ, ଏମାନଙ୍କର ମିନିମମ୍ ଏଜ୍ ଆପଣଙ୍କର କେତେ? ନା 21 ବର୍ଷ ଆପଣଙ୍କର ଅଟେ। 2019 ଯେଉଁ ଲୋକସଭା ଆପଣଙ୍କର ଇଲେକ୍ସନ ହେଇଥିଲା ସେଥିରେ ସର୍ବମୋଟ କେତୋଟି ଆପଣଙ୍କର କନଷ୍ଟିଚୁଏନ୍ସିଜ୍ ଥିଲା? 543। କନଷ୍ଟିଚ୍ୟୁସନାଲ ଏମେଣ୍ଡମେଣ୍ଟ ମାନେ ସମ୍ବିଧାନରେ କିଛି ଚେଞ୍ଜ କରିବା ସମ୍ପର୍କରେ କୋଉଠି ମେନସନ୍ ଅଛି? ଆର୍ଟିକଲ ନମ୍ବର 368ରେ। ଆମର କିଛି ପ୍ରୋବ୍ଲେମ ହେଲେ ଡାଇରେକ୍ଟଲି ସୁପ୍ରିମକୋର୍ଟକୁ ଯାଇପାରିବା ଆକର୍ଡିଂ ଟୁ ଆର୍ଟିକଲ ନମ୍ବର 32, ଆଉ ହାଇକୋର୍ଟକୁ ଆମେ ଯାଇପାରିବା ଆକର୍ଡିଂ ଟୁ ଆର୍ଟିକଲ ନମ୍ବର ଆପଣଙ୍କର 226, ଠିକ ଅଛି। ଦେନ୍ ପରବର୍ତ୍ତୀ କ୍ୱେଶ୍ଚନ ଦେଖନ୍ତୁ, ଆମର ଯେଉଁ ଲେଜିସ୍ଲେଟିଭ କାଉନସିଲ୍ ଆପଣଙ୍କର କ୍ରିଏଟ୍ ହୁଏ, ଆମେ ଜାଣିଛେ ଭାରତରେ କେବଳ 6ଟି ରାଜ୍ୟରେ ଆମର ଲେଜିସ୍ଲେଟିଭ ଆପଣଙ୍କର ଆସେମ୍ବଲି ବି ଅଛି ଆଉ ଲେଜିସ୍ଲେଟିଭ କାଉନସିଲ୍ ବି ଆପଣଙ୍କର ରହିଛି। କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ଆନ୍ଧ୍ରପ୍ରଦେଶ ଆଉ ତେଲେଙ୍ଗାନା। ତ ଏଇ ଯେଉଁ ଲେଜିସ୍ଲେଟିଭ କାଉନସିଲ୍ର କ୍ରିଏସନ୍ ସମ୍ପର୍କରେ ଆର୍ଟିକଲ ନମ୍ବର ଆପଣଙ୍କର କୋଉଠି ମେନସନ୍ ଅଛି? 169ରେ। ପାର୍ମାନେଣ୍ଟ ପ୍ରେସିଡେଣ୍ଟ ଆମର କିଏ ଥିଲେ? ଡକ୍ଟର ରାଜେନ୍ଦ୍ର ପ୍ରସାଦ ଆପଣଙ୍କର ଥିଲେ। ଅଫିସିଆଲ ଲାଙ୍ଗୁଏଜ ସମ୍ପର୍କରେ ଆମର କୋଉଠି ମେନସନ୍ ଅଛି? 343ରେ ଆପଣଙ୍କର ମେନସନ୍ ଅଛି। ଆମର ଫଣ୍ଡାମେଣ୍ଟାଲ ରାଇଟ୍ସ ଆପଣଙ୍କର ହେଇଗଲା, ପ୍ରିଏମ୍ବୁଲ ଆପଣଙ୍କର ହେଇଗଲା, ଜୁଡ଼ିସିଆଲ ରିଭ୍ୟୁ ଆପଣଙ୍କର, ଏସବୁ କୋଉ ଜାଗାରୁ ଆସିଛି ଆମର? ୟୁଏସ୍ଏରୁ, ଆମେରିକାରୁ। ରାଇଟ୍ ଟୁ ପ୍ରପର୍ଟି ପୂର୍ବରୁ ଆମର ଥିଲା, ଯୋଉଟା ଆର୍ଟିକଲ ନମ୍ବର 31ରେ ଆପଣଙ୍କର ଥିଲା, ତାକୁ କେବେ ହଟେଇ ଦିଆଗଲା? 44ତମ ଏମେଣ୍ଡମେଣ୍ଟ ଜରିଆରେ 1978ରେ। ଆଉ ବର୍ତ୍ତମାନ ସିଏ କୋଉ ଜାଗାରେ ଆପଣଙ୍କର ଅଛି? ଆର୍ଟିକଲ ନମ୍ବର 300Aରେ। ତାକୁ ଆପଣଙ୍କର କ'ଣ କରିଦିଆହେଇଛି? ନା ଲିଗାଲ ରାଇଟ୍ ଆମର କରିଦିଆହେଇଛି, ଠିକ ଅଛି। ଦେନ୍ ଏଇ ଯେଉଁ 5 ଇୟର ପ୍ଲାନ୍ ଆପଣଙ୍କର ହେଇଗଲା, ଫଣ୍ଡାମେଣ୍ଟାଲ ଡ୍ୟୁଟିଜ ଆପଣଙ୍କର, ଏସବୁ କୋଉଠୁ ଆସିଛି ଆମର? ରୁଷିଆରୁ ବା USSRରୁ ଆପଣଙ୍କର ଆସିଛି।
ମାଇନରିଟିଜ୍ ମାନଙ୍କ ସମ୍ପର୍କରେ ଆପଣଙ୍କର କୋଉଠି ମେନସନ୍ ଅଛି 29 ଆଉ 30ରେ ଆପଣଙ୍କର ମେନସନ୍ ଅଛି। ସିକିମକୁ ଆମର କେବେ ଇନକ୍ଲୁଡ୍ କରାଗଲା 36ତମ ଆମେଣ୍ଡମେଣ୍ଟ ଜରିଆରେ ଆପଣଙ୍କର କରାଗଲା। ଠିକ୍ ଅଛି। ବର୍ତ୍ତମାନ ଆର୍ଟିକିଲ ଆମର କେତୋଟି ଅଛି 400ରୁ ଅଧିକ, ତ 2021ରେ 428 ଆପଣଙ୍କର ଥିଲା। ଠିକ୍ ଅଛି। ମ୍ୟୁନିସିପାଲିଟି ମାନେ ପଞ୍ଚାୟତ, ୱାର୍ଡ ମେମ୍ବର, ସରପଞ୍ଚ, ଏହା ପାଇଁ ତ ଆପଣ ଜାଣିଛନ୍ତି 21 ଆପଣଙ୍କର। ରାଷ୍ଟ୍ରପତିଙ୍କର ଇମ୍ପିଚମେଣ୍ଟ ସମ୍ପର୍କରେ ଆର୍ଟିକିଲ ନମ୍ବର କେତେରେ ମେନସନ୍ ଅଛି 61ରେ ଆପଣଙ୍କର ମେନସନ୍ ରହିଛି। ଠିକ୍ ଅଛି। ଦେନ୍ ଦେଖନ୍ତୁ ଆପଣଙ୍କର ଯେ କୋଉ ସେଡ୍ୟୁଲରେ ଡିଷ୍ଟ୍ରିବ୍ୟୁସନ ଅଫ୍ ପାୱାର ସମ୍ପର୍କରେ ମେନସନ୍ ଅଛି 7ଥରେ ଆପଣଙ୍କର ଯୋଉ କିଛି ପାୱାର ଗୁଡ଼ା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଅଧୀନରେ, କିଛି ପାୱାର ଆମର ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଅଧୀନରେ ଆପଣଙ୍କର, ଆଉ କିଛି ପାୱାର ଆମର ବୋଥ୍ ସେଣ୍ଟ୍ରାଲ ଆଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଆପଣଙ୍କର ଅଧୀନରେ। ଠିକ୍ ଅଛି। ଦେନ୍ ଆମ ରାଷ୍ଟ୍ରପତି ଭବନ ଆପଣଙ୍କର କେବେ କମ୍ପ୍ଲିଟ୍ ଆପଣଙ୍କର ହେଇଥିଲା 1929ରେ, ଯେତେବେଳେ ଏମର୍ଜେନ୍ସି ଆପଣଙ୍କ ଲାଗିଥିଲା ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ। ସେହି ସମୟରେ ଆପଣଙ୍କର ରାଷ୍ଟ୍ରପତି ଆପଣଙ୍କର କିଏ ଥିଲେ ଫକରୁଦ୍ଦିନ ଆଲି ଅହମଦ ଆପଣଙ୍କର ଥିଲେ। ଠିକ୍ ଅଛି। ରାଇଟ୍ ଟୁ ଫ୍ରିଡମ୍ ସମ୍ପର୍କରେ ଆର୍ଟିକିଲ ନମ୍ବର ଆପଣଙ୍କର କେତେରେ ମେନସନ୍ ଅଛି 19ରେ, ଆଉ ରାଇଟ୍ ଟୁ ଫ୍ରିଡମ୍ ଅଧୀନରେ ଆମର କେତୋଟି ଫ୍ରିଡମ୍ ମେନସନ୍ ଅଛି 6ଟି ଆପଣଙ୍କର ଫ୍ରିଡମ୍ ମେନସନ୍ ରହିଛି। ଠିକ୍ ଅଛି। ରାଜସ୍ଥାନର ଲୋକସଭା ସିଟ୍ ଏଇଟା ଆମ ଏକ୍ସାମ୍ ପଏଣ୍ଟ ଅଫ୍ ଭ୍ୟୁରୁ ଜରୁରୀ ଆପଣଙ୍କର ନୁହେଁ। ଠିକ୍ ଅଛି। ଦେନ୍ ଆପଣଙ୍କୁ ଦେଖନ୍ତୁ ଏଇ ଯୋଉ ଆମେ କୌଣସି ବି ପିଲାକୁ 14 ବର୍ଷରୁ କମ୍ ପିଲାମାନଙ୍କୁ କୌଣସି ବି କାମରେ ନିୟୋଜିତ କରିପାରିବା ନାହିଁ। ଏହା ସମ୍ପର୍କରେ କୋଉଠି ମେନସନ୍ ଅଛି ଆର୍ଟିକିଲ ନମ୍ବର 24ରେ ଆପଣଙ୍କର ମେନସନ୍ ଅଛି। ଠିକ୍ ଅଛି। ପାର୍ଟ 4ରେ କାହା ସମ୍ପର୍କରେ ମେନସନ୍ ଅଛି ଡିପିଏସପି। ଆପଣଙ୍କର ମନେ ଥିବ ପାର୍ଟ 3 ଆମର ଫଣ୍ଡାମେଣ୍ଟାଲ ରାଇଟ୍, ପାର୍ଟ 4 ଆମର ଡିପିଏସପି, ଆଉ ପାର୍ଟ ଆଇଭି ଏ ଆମର କ'ଣ ହେଇଯିବ ଫଣ୍ଡାମେଣ୍ଟାଲ ଡ୍ୟୁଟିଜ୍। ଜିଏସଟି ବା ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ୟାକୁ ଆମର କେବେ ଇଣ୍ଟ୍ରୋଡ୍ୟୁସ୍ କରାଗଲା ନା 1 ଜୁଲାଇ 2017ରେ ଆପଣଙ୍କର ଇମ୍ପ୍ଲିମେଣ୍ଟ ଆପଣଙ୍କର କରାଗଲା। ଠିକ୍ ଅଛି। ଲୋକସଭାର ସ୍ପିକର ଡେପୁଟି ସ୍ପିକର ସମ୍ପର୍କରେ କୋଉଠି ମେନସନ୍ ଅଛି ଆମର ଆର୍ଟିକିଲ ନମ୍ବର 93ରେ ଆପଣଙ୍କର ମେନସନ୍ ଅଛି। ଠିକ୍ ଅଛି। କହୁଛି ହୁଇଚ୍ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ସେ ଆମର ମାନେ ଲେବର ମିନିଷ୍ଟର ମଧ୍ୟ ଆପଣଙ୍କର ଥିଲେ, ଭିବି ଗିରି ଆପଣଙ୍କର ଥିଲେ। ଏବଂ ଜବାହରଲାଲ ନେହେରୁଙ୍କ ସମୟରେ ଆପଣଙ୍କର ଜଣେ ମାତ୍ର ଆପଣଙ୍କର ସ୍ପିକର, ତାଙ୍କର ନାଁ କ'ଣରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଆପଣଙ୍କର ଥିଲେ। ଠିକ୍ ଅଛି। ଦେନ୍ ଦେଖନ୍ତୁ ଆପଣଙ୍କର ଦ ଷ୍ଟେଟ୍ ଇଜ୍ ଅବ୍ଲାଇଜ୍, ରାଜ୍ୟ ସରକାରଙ୍କର କର୍ତ୍ତବ୍ୟ ହେଉଛି କୌଣସି ବି ଆପଣଙ୍କର ଯେଉଁ ଦର୍ଶନୀୟ ସ୍ଥାନ ହିଷ୍ଟୋରିକ୍ ଆପଣଙ୍କର ଇମ୍ପୋର୍ଟାନ୍ସ ଯେଉଁ ରହିଛି ସେଗୁଡ଼ାକୁ ସୁରକ୍ଷା ଦେବା। ଏହା ସମ୍ପର୍କରେ କୋଉଠି ମେନସନ୍ ଅଛି ନା ଆର୍ଟିକିଲ ନମ୍ବର ଆପଣଙ୍କର 49ରେ ଆମର ମେନସନ୍ ଅଛି। ଆର୍ଟିକିଲ ନମ୍ବର 49ରେ। ଠିକ୍ ଅଛି। ଦେନ୍ ଦେଖନ୍ତୁ ହୁ ୱାଜ୍ ଦ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ, ତେବେ ରାଜୀବ ଗାନ୍ଧୀ ଆପଣଙ୍କର ଥିଲେ ପ୍ରଧାନମନ୍ତ୍ରୀ। ସେହି ସମୟରେ ଆପଣଙ୍କର ରାଷ୍ଟ୍ରପତି ଆପଣଙ୍କର କିଏ ଥିଲେ ଜିଆନି ଜେଲ ସିଂ ଆପଣଙ୍କର ଥିଲେ। ଜିଆନି ଜେଲ ସିଂ ଆପଣଙ୍କର ମନେ ଥିବ ଆଉ ପକେଟ୍ ଭିଟୋକୁ ସର୍ବପ୍ରଥମେ କିଏ ବ୍ୟବହାର କରିଥିଲେ। ଠିକ୍ ଅଛି। ଜିଏସଟିକୁ ଆପଣଙ୍କର କେତେତମ ଆମେଣ୍ଡମେଣ୍ଟ ଜରିଆରେ ଏଡ୍ କରାଗଲା 101ତମ ଆପଣଙ୍କର ଆମେଣ୍ଡମେଣ୍ଟ ଜରିଆରେ ଏଡ୍ ଆପଣଙ୍କର କରାଗଲା। ଠିକ୍ ଅଛି। ଆମର ଯେଉଁ ଇଲେକ୍ସନ୍ ଫାଷ୍ଟ ଇଲେକ୍ଟେଡ୍ ପାର୍ଲାମେଣ୍ଟ କେବେ ଆପଣଙ୍କର ହେଇଥିଲା ନା 1952ରେ ଆପଣଙ୍କର ହେଇଥିଲା। ଭାରତକୁ ଆମର ସେକୁଲାର ବୋଲି କାହିଁକି କୁହାଯାଏ କାହିଁକିନା ଭାରତ ଗୋଟେ ପର୍ଟିକୁଲାର ଧର୍ମକୁ ପ୍ରମୋଟ କରେ ନାହିଁ। ତେଣୁକରି ଭାରତ ହେଉଛି ଆମର ଗୋଟିଏ ଧର୍ମ ନିରପେକ୍ଷ ଆପଣଙ୍କ ରାଷ୍ଟ୍ର। ରାଇଟ୍ ଅଫ୍ ଚିଲଡ୍ରେନ୍ ଫର୍ ଫ୍ରି ଆଣ୍ଡ କମ୍ପଲସରୀ ଏଜୁକେସନ୍ ଏହା ସମ୍ପର୍କରେ କୋଉଠି ମେନସନ୍ ଅଛି ଆର୍ଟିକିଲ ନମ୍ବର 21A ରେ ଆପଣଙ୍କର ମେନସନ୍ ଅଛି। ପାର୍ମାନେଣ୍ଟ ପ୍ରେସିଡେଣ୍ଟ ବୋଲି ଆପଣଙ୍କର କିଏ ଥିଲେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଆପଣଙ୍କର ଥିଲେ। ଏବଂ ଡିପିଏସପି ସମ୍ପର୍କରେ ଆର୍ଟିକିଲ ନମ୍ବର ଆପଣଙ୍କର କେତେରେ ମେନସନ୍ ଅଛି ପ୍ରମୋସନ୍ ଅଫ୍ ଇଣ୍ଟରନ୍ୟାସନାଲ ପିସ୍ ଆଣ୍ଡ ସିକ୍ୟୁରିଟି ଆର୍ଟିକିଲ ନମ୍ବର 51ରେ। ଏବଂ କୌଣସି ଧରାଯାଉ ଗୋଟେ ନୂଆ ରାଜ୍ୟ ଆପଣଙ୍କର ତିଆରି କରାଯିବ ତା ସମ୍ପର୍କରେ କୋଉଠି ମେନସନ୍ ଅଛି ଆର୍ଟିକିଲ ନମ୍ବର 3ରେ। ଆର୍ଟିକିଲ ନମ୍ବର 370 ମନେ ଥିବ ଜାମ୍ମୁ କାଶ୍ମୀର ଆପଣଙ୍କର ଥିଲା, ୟାକୁ କିଏ ଡ୍ରାଫ୍ଟ କରିଥିଲେ ଗୋପାଳ ସ୍ୱାମୀ ଆୟେଙ୍ଗାର ଆପଣଙ୍କର। ଠିକ୍ ଅଛି। ରାଇଟ୍ ଟୁ ପ୍ରପର୍ଟିକୁ ଆମର କେବେ ହଟେଇ ଦିଆଗଲା 44ତମ ଆମେଣ୍ଡମେଣ୍ଟ ଜରିଆରେ 1978ରେ ଆପଣଙ୍କର ହଟେଇ ଦିଆଗଲା। ଇଲେକ୍ସନ କମିଶନର ଯାହାଙ୍କ ସମ୍ପର୍କରେ ଆର୍ଟିକିଲ ନମ୍ବର 324ରେ ଆପଣଙ୍କର ମେନସନ୍ ଅଛି ତାଙ୍କୁ ନିଯୁକ୍ତ କିଏ କରନ୍ତି ରାଷ୍ଟ୍ରପତି କରନ୍ତି। ତ ତାଙ୍କର କାର୍ଯ୍ୟକାଳ କେତେ ବର୍ଷ ମ୍ୟାକ୍ସିମମ୍ 6 ବର୍ଷ କିମ୍ବା 65 ଇୟର୍ସ ପର୍ଯ୍ୟନ୍ତ ଆପଣଙ୍କ ରହିଛି। ଫାଇନାନ୍ସିଆଲ ଏମର୍ଜେନ୍ସି ସମ୍ପର୍କରେ ଆର୍ଟିକିଲ ନମ୍ବର ଆପଣଙ୍କର କେତେରେ ମେନସନ୍ ଅଛି 360। ଆମେ ଜାଣିଛେ ନା ଏମର୍ଜେନ୍ସି ବେସିକାଲି 3 ପ୍ରକାର 352 356 ଆଉ 360। କୌଣସି ବି ଏମର୍ଜେନ୍ସିକୁ ଆପଣଙ୍କର କିଏ ଲାଗୁ କରିପାରିବେ କେବଳ ଆଉ କେବଳ ରାଷ୍ଟ୍ରପତି ହିଁ ଆପଣଙ୍କ ଲାଗୁ କରିପାରିବେ
ତାଙ୍କ ଛଡ଼ା କେହି ବି ଲାଗୁ କରିପାରିବେ ନାହିଁ। ଠିକ୍ ଅଛି। ନେକ୍ସଟ, ଯଦି ଧରାଯାଉ ରାଷ୍ଟ୍ରପତିଙ୍କୁ ଆମେ ହଟେଇବା ପାଇଁ ଚାହୁଁଛେ, ଦେନ୍ ଆମକୁ କ'ଣ କରିବା ପାଇଁ ପଡ଼ିବ ନା ବୋଥ୍ ହାଉସ୍ ଲେଖା ହେଇଥିବ କିମ୍ବା ଆଇଦର ହାଉସ୍ ଲେଖା ହେଇଥିବ। ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ଆପଣଙ୍କର ହଟାଯାଇ ପାରିବ। 11th ସେଡ୍ୟୁଲରେ ଆମର କାହା ସମ୍ପର୍କରେ ଆପଣଙ୍କର ମେନସନ୍ ଅଛି? ପି ଆଉ ଏମ୍ ପଞ୍ଚାୟତ ରାଜ ଆଉ ମ୍ୟୁନିସିପାଲିଟି ଆପଣଙ୍କର ସମ୍ପର୍କରେ ମେନସନ୍ ଅଛି। ଫାଷ୍ଟ ଆପଣଙ୍କର ଏଜୁକେସନ୍ ମିନିଷ୍ଟର ଆମର କିଏ ଥିଲେ? ଅବୁଲ କାଲାମ ଆଜାଦ ଆପଣଙ୍କର ଥିଲେ। ଠିକ୍ ଅଛି। ନେକ୍ସଟ, ଆମର ଫାଷ୍ଟ ଆପଣଙ୍କର ଇଲେକ୍ସନ କମିଶନର ଆପଣଙ୍କର କିଏ ଥିଲେ? ନା ସୁକୁମାର ସେନ ଆପଣଙ୍କର ଥିଲେ ପ୍ରଥମ ଇଲେକ୍ସନ କମିଶନର। ରାଜ୍ୟର ଆପଣଙ୍କର ନୋମିନାଲ ହେଡ୍ ଆପଣଙ୍କର କିଏ? ହୁ ଇଜ ଦ ହେଡ୍ ଅଫ ଦ ଗଭର୍ଣ୍ଣମେଣ୍ଟ ଅଫ ଏ ଷ୍ଟେଟ୍? ରାଜ୍ୟପାଳ ଆପଣଙ୍କର କରିବା। କୌଣସି ବି ଲୋକକୁ ଆମେ ଜବରଦସ୍ତି କାମ କରେଇପାରିବା ନାହିଁ। ତା ସମ୍ପର୍କରେ କୋଉଠି ମେନସନ୍ ଅଛି? ଆର୍ଟିକଲ ନମ୍ବର 23ରେ ମେନସନ୍ ଅଛି। ଆମର ଯେଉଁ ଭାରତର ମୁଖ୍ୟ ବିଚାରପତି, ତାଙ୍କୁ କିଏ ନିଯୁକ୍ତ କରିଥାନ୍ତି? ରାଷ୍ଟ୍ରପତି ଆପଣଙ୍କର ନିଯୁକ୍ତ କରନ୍ତି। ରାଜ୍ୟ ରାଜ୍ୟ ମଧ୍ୟରେ କିମ୍ବା ରାଜ୍ୟ ଆଉ କେନ୍ଦ୍ର ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ କୋଉ କମିଶନ ଆପଣଙ୍କର ଆସିଥିଲା? ନା ସରକାରିଆ କମିଶନ ଆପଣଙ୍କର ଆସିଥିଲା। କେବେ? 1988ରେ ଆପଣଙ୍କର ଆସିଥିଲା। କୌଣସି ବି ରାଜ୍ୟରେ ଯେଉଁ ବିଧାନସଭା ସମ୍ପର୍କରେ ଆର୍ଟିକଲ ନମ୍ବର ଆପଣଙ୍କର କେତେରେ ମେନସନ୍ ଅଛି? 168ରେ। ଆଉ ବିଧାନ ପରିଷଦ ସମ୍ପର୍କରେ ଆପଣଙ୍କର କୋଉଠି ମେନସନ୍ ଅଛି? ଆର୍ଟିକଲ ନମ୍ବର ଆପଣଙ୍କର 169ରେ ଆପଣଙ୍କର ମେନସନ୍ ରହିଛି। ଚଳିବ? ଠିକ୍ ଅଛି। ଦେନ୍ ଦେଖନ୍ତୁ, ପଚାରିଛି ଆମର ଏଇ ଯେଉଁ ଆମ ପ୍ରିଏମ୍ବୁଲରେ ଏଇ ସବୁ ୱାର୍ଡ ଗୁଡ଼ାକ ଆପଣଙ୍କର କେବେ ଏଡ୍ କରାଗଲା? ଯେଉଁ ଆପଣଙ୍କର ସୋସିଆଲିଷ୍ଟ, ସେକୁଲାର, ଏସବୁ ୱାର୍ଡ ଗୁଡ଼ାକ ଆପଣଙ୍କର କେବେ ଏଡ୍ କରାଗଲା? ନା 42ତମ ଆମେଣ୍ଡମେଣ୍ଟ ଜରିଆରେ 1976ରେ ଆପଣଙ୍କର ଏଡ୍ କରାଗଲା। ଆମେ ଜାଣିଛେ ଆପଣଙ୍କର ଏଇ ଯେଉଁ ରାଜ୍ୟସଭାର ମ୍ୟାକ୍ସିମମ୍ ସିଟ୍ ଆପଣଙ୍କର କେତେ? ନା 250। ତ ସେଇଠୁ ରାଷ୍ଟ୍ରପତି ଆପଣଙ୍କର କେତେ ଜଣଙ୍କୁ ଆପଣଙ୍କର ପଠାଇଥାନ୍ତି? ନା 12 ଜଣଙ୍କୁ ଆପଣଙ୍କର ପଠାନ୍ତି। ଧରାଯାଉ କୌଣସି ବି ଆପଣଙ୍କର ଇଲେକ୍ସନ୍ ଆପଣଙ୍କର କିଏ ବି ଜିତିଲେ, ତ ଇଲେକ୍ସନ୍ ମଧ୍ୟରେ ତାଙ୍କର ଧରାଯାଉ ଡେଥ୍ ହେଇଗଲା କିମ୍ବା କିଛି ବି ହେଲା, ତ ନେକ୍ସଟ ଆପଣଙ୍କର ଇଲେକ୍ସନ୍ ଯେଉଁ ଆପଣଙ୍କର ହେବ, ମ୍ୟାକ୍ସିମମ୍ କେତେ ଦିନ ମଧ୍ୟରେ ଆପଣଙ୍କର ହେବ? ନା 6 ମାସ ମଧ୍ୟରେ ଆପଣଙ୍କର ହେବ। ମ୍ୟାକ୍ସିମମ୍ 6 ମାସରୁ ଅଧିକ ଗେପ୍ ରହିବ ନାହିଁ। ଯଦି ଆପଣଙ୍କର ମୌଳିକ ଅଧିକାର ଗୁଡ଼ାକୁ କେହି ବି ଛଡ଼େଇବା ପାଇଁ ଚେଷ୍ଟା କରନ୍ତି, ଦେନ୍ ଡାଇରେକ୍ଟଲି ଆପଣଙ୍କର ଯାଇପାରିବା ଆକର୍ଡିଂ ଟୁ ଆର୍ଟିକଲ ନମ୍ବର 32 ଆମେ ଡାଇରେକ୍ଟଲି ସୁପ୍ରିମକୋର୍ଟକୁ ଆପଣଙ୍କର ଯିବା ଏବଂ ଆକର୍ଡିଂ ଟୁ ଆର୍ଟିକଲ ନମ୍ବର 226 ଡାଇରେକ୍ଟଲି ଆମେ ଆପଣଙ୍କର ହାଇକୋର୍ଟକୁ ଆପଣଙ୍କର ଯିବା। ରାଇଟ୍ ଟୁ ପ୍ରାଇଭେସି ଆପଣଙ୍କର ଅଛି ନା? ହୁ ହେଡେଡ୍ ଦ 9 ଜଜ୍ କନଷ୍ଟିଟ୍ୟୁସନାଲ ବେଞ୍ଚ ଦେ ଡିକ୍ଲେୟାର ଦ ରାଇଟ୍ ଟୁ ପ୍ରାଇଭେସି ଏଜ୍ ଏ ଫଣ୍ଡାମେଣ୍ଟାଲ ରାଇଟ୍। ରାଇଟ୍ ଟୁ ପ୍ରାଇଭେସି ଆପଣଙ୍କର ପ୍ରାଇଭେସି ବୋଲି କିଛି ଅଛି କି ନାହିଁ? ଅଛି। ତ ୟାକୁ ଆମର ମୌଳିକ ଅଧିକାର ଯେଉଁ କରାଗଲା, ୟାର ଅଧ୍ୟକ୍ଷ ଆପଣଙ୍କର କିଏ ଥିଲେ? ଜେ.ଏସ୍. ଖେହାର ଆପଣଙ୍କର ଥିଲେ। ଆର୍ଟିକଲ ନମ୍ବର 80 ଆପଣଙ୍କର କୁହେ ଯେ ରାଜ୍ୟସଭାର ମ୍ୟାକ୍ସିମମ୍ ସିଟ୍ ଆପଣଙ୍କର କେତେ? 250 ଆପଣଙ୍କର ଅଟେ। ବେଳେବେଳେ ପରୀକ୍ଷାରେ ପଚାରେ ଦ ମେମ୍ବର୍ସ ଅଫ୍ ଦ କନଷ୍ଟିଟ୍ୟୁସନାଲ ଆପଣଙ୍କର ଏଇ ଯେଉଁ ଦ ମେମ୍ବର୍ସ ଅଫ୍ ଦ ପାର୍ଲାମେଣ୍ଟ ଆର୍ ରେସ୍ପନ୍ସିବୁଲ ଟୁ ହୋମ୍, ତ ଆପଣ କ'ଣ କରିବେ? ଲୋକସଭା ଆପଣଙ୍କର କରିବେ। ଜିଏସଟି କାଉନସିଲର ଆପଣଙ୍କର ହେଡ୍ କିଏରେ? ନା ୟୁନିୟନ ଫାଇନାନ୍ସ ଆପଣଙ୍କର ମିନିଷ୍ଟର ଅଟନ୍ତି। ଠିକ୍ ଅଛି। ଏବଂ ଆର୍ଟିକଲ ନମ୍ବର 74 ଆପଣଙ୍କର କ'ଣ କୁହେ? ନା ଗୋଟେ ଦେଶରେ ଭାରତରେ ଆମର କାଉନସିଲ ଅଫ୍ ମିନିଷ୍ଟର ରହିବେ ଏବଂ ପ୍ରାଇମ ମିନିଷ୍ଟର ତାଙ୍କର ମୁଖ୍ୟ ରହିବେ। ତ ପରୀକ୍ଷାରେ ପଚାରେ କାଉନସିଲ ଅଫ୍ ମିନିଷ୍ଟର୍ସ ଆର୍ ରେସ୍ପନ୍ସିବୁଲ ଟୁ ହୋମ୍, ତ ଆପଣ ଲୋକସଭା କରିବେ, ପ୍ରାଇମ ମିନିଷ୍ଟର କରିବେନି, ନହେଲେ ଭୁଲ ହେଇଯିବ। ଇଲେକ୍ସନ କମିଶନର ସମ୍ପର୍କରେ ଆର୍ଟିକଲ ନମ୍ବର କେତେରେ ମେନସନ୍ ଅଛି? 3 to 4ରେ ଆପଣଙ୍କର ମେନସନ୍ ଅଛି। ଆପଣ ଜାଣିଥିବେ ନର୍ମାଲି ବିଲ୍ କେମିତି ହୁଏ? ନା ଲୋକସଭାରେ ପାସ୍ ହୁଏ, ଦେନ୍ ରାଜ୍ୟସଭାରେ ପାସ୍ ହୁଏ, ଦେନ୍ ରାଷ୍ଟ୍ରପତିଙ୍କ ପାଖକୁ ଆପଣଙ୍କର ଯାଏ। କିନ୍ତୁ ରାଷ୍ଟ୍ରପତି ଆପଣଙ୍କର ଚାହିଁଲେ ନିଜ ପଟୁ ଆପଣଙ୍କର ଅର୍ଡିନାନ୍ସ ଆଣିପାରିବେ। ତ ତା ସମ୍ପର୍କରେ କୋଉଠି ମେନସନ୍ ଅଛି? ଆର୍ଟିକଲ ନମ୍ବର 1, 2, 3ରେ ଆପଣଙ୍କର ମେନସନ୍ ଅଛି। ଆମର ଫଣ୍ଡାମେଣ୍ଟାଲ ଡ୍ୟୁଟିଜ୍ କେତୋଟି ଆପଣଙ୍କର ରହିଛି? 11ଟି ଆପଣଙ୍କର ଅଛି। ରାଇଟ୍। ଯେତେବେଳେ ଭାରତର ସମ୍ବିଧାନରେ ଏଡ୍ ହେଲା ସେହି ସମୟରେ କେତୋଟି ଆପଣଙ୍କର ଥିଲା? 10ଟି ଆପଣଙ୍କର ଥିଲା। ଠିକ୍ ଅଛି। ମନି ବିଲ୍ ସମ୍ପର୍କରେ ଆର୍ଟିକଲ ନମ୍ବର ଆପଣଙ୍କର କେତେରେ ମେନସନ୍ ଅଛି? 110ରେ ଆମର ମନି ବିଲ୍ ସମ୍ପର୍କରେ ଆପଣଙ୍କର ମେନସନ୍ ଅଛି। ଫାଷ୍ଟ ବ୍ୟାକୱାର୍ଡ ଆପଣଙ୍କର ଯେଉଁ କମିଶନ ଗଠିତ ହୋଇଥିଲା, ତାର ଅଧ୍ୟକ୍ଷ ଆପଣଙ୍କର କିଏ ଥିଲେ? କାକା କେଲକାର ଆପଣଙ୍କର ଥିଲେ। କିଏ ଥିଲେ? କାକା କେଲକାର ଆପଣଙ୍କର ଥିଲେ। ଆମେ କୌଣସି ବି ଲୋକର ଜାତି ଧର୍ମକୁ ନେଇକି ଭେଦଭାବ କରିପାରିବା ନାହିଁ। ୟା ସମ୍ପର୍କରେ କୋଉଠି ମେନସନ୍ ଅଛି? ନା ଆର୍ଟିକଲ ନମ୍ବର 15ରେ ଆପଣଙ୍କର ମେନସନ୍ ଅଛି। କାନ୍ସିରାମ, ଇଏ ଆପଣଙ୍କର ଯେଉଁ ବହୁଜନ ସମାଜ ପାର୍ଟି ଆପଣଙ୍କର କରିଛନ୍ତି, ସେଟା କାହାଙ୍କ ଜନ୍ମ ଦିବସରେ କରିଥିଲେ? ଡକ୍ଟର ବି.ଆର୍. ଆମ୍ବେଦକରଙ୍କର କରିଥିଲେ।
ଠିକ୍ ଅଛି। ଯୋଉ 23, 24 ଆଉ 25ତମ ରାଜ୍ୟ ଆପଣଙ୍କର 1987 ହେଲା, ସେ ରାଜ୍ୟଗୁଡ଼ା ଆପଣଙ୍କର କଣ କଣ? ମିଜୋରାମ, ଅରୁଣାଚଳ ପ୍ରଦେଶ ଆଉ ଗୋଆ ଆପଣଙ୍କର। ଠିକ୍ ଅଛି। ଦେନ୍ ଦେଖନ୍ତୁ ଆପଣଙ୍କର ପରବର୍ତ୍ତୀ ଆପଣଙ୍କର ଯୋଉ ରହିଲା କୋଉଟା ଆପଣଙ୍କର ଦେଖନ୍ତୁ ଆର୍ଟିକିଲ ନମ୍ବର ଆପଣଙ୍କର 140 ଆପଣଙ୍କର କଣ କୁହେ ନା ଏନସିଲିଆରି ପାୱାର୍ସ ଅଫ ଦ ସୁପ୍ରିମକୋର୍ଟ ସମ୍ପର୍କରେ ଆପଣଙ୍କର କୁହାଯାଏ। ଫାର୍ଷ୍ଟ ଏମେଣ୍ଡମେଣ୍ଟ ଆମର କେବେ କରାଯାଇଥିଲା? 1951ରେ ଆପଣଙ୍କର କରାଯାଇଥିଲା। ଏବଂ ପରବର୍ତ୍ତୀ ଆପଣଙ୍କୁ ଦେଖନ୍ତୁ କୁହାଯାଇଛି ଆପଣଙ୍କର ଯେ ସ୍ପୋକେନ୍ ଲାଙ୍ଗୁଏଜ ସମ୍ପର୍କରେ ମାନେ ଲାଙ୍ଗୁଏଜ ଗୁଡ଼ା ସେଇ 343 ରୁ 347 ମଧ୍ୟରେ ଆପଣଙ୍କର ମେନସନ ରହିଛି। ରାଇଟ୍ ଟୁ ଫ୍ରିଡମ୍ ଅଫ୍ ରିଲିଜିଅନ୍, ଧର୍ମଗତ ଆପଣଙ୍କର ସ୍ୱାଧୀନତା ରହିଛି। କୌଣସି ବି ଧର୍ମକୁ ଆପଣ ଗ୍ରହଣ କରିପାରିବେ କିମ୍ବା ଛାଡ଼ିପାରିବେ। ୟା ସମ୍ପର୍କରେ କୋଉଠି ମେନସନ୍ ଅଛି ନା ଆର୍ଟିକିଲ ନମ୍ବର 25 ରୁ 28 ମଧ୍ୟରେ ଆପଣଙ୍କର ମେନସନ୍ ଅଛି। ସିଏଜି ବା କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍ ଇଣ୍ଡିଆ ସମ୍ପର୍କରେ କୋଉଠି ମେନସନ୍ ଅଛି? ଆର୍ଟିକିଲ ନମ୍ବର 148 ରେ ଆପଣଙ୍କର। ଏବଂ ରାଜ୍ୟମାନଙ୍କରେ ଯୋଉ ଆଡଭୋକେଟ୍ ଜେନେରାଲ ଆମର ନିଯୁକ୍ତ ହୁଅନ୍ତି, ଏଗୁଡ଼ାକୁ କିଏ ନିଯୁକ୍ତ ଆପଣଙ୍କର କରନ୍ତି? ନା ସେଇ ରାଜ୍ୟର ରାଜ୍ୟପାଳ ଆପଣଙ୍କର କରନ୍ତି। ଠିକ୍ ଅଛି। ମାଣ୍ଡାମୁସ୍ ଆପଣଙ୍କର କହିଲେ କଣ? ୱି କମାଣ୍ଡ, ତା ମାନେ କଣ? ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ ଆମର ଯାହା କିଛି ବି ଆପଣଙ୍କର ଆଦେଶ ଦେବେ ନା ତାକୁ ଆପଣ ମାନିବା ପାଇଁ ବାଧ୍ୟ। ଠିକ୍ ଅଛି। ହୁ ଡିଜାଇନ୍ ଦ ଲୋଗୋ ଫର୍ ଲୋକପାଲ ଇନ୍ ଇଣ୍ଡିଆ, ଲୋଗୋ ଆପଣଙ୍କର କିଏ ଡିଜାଇନ୍ କରିଥିଲେ? ନା ପ୍ରଶାନ୍ତ ମିଶ୍ର ଆପଣଙ୍କର କରିଥିଲେ। ଠିକ୍ ଅଛି। ଦେନ୍ ଦେଖନ୍ତୁ ସେଡ୍ୟୁଲ ଏରିଆ ଆଉ ସେଡ୍ୟୁଲ ଟ୍ରାଇବ ସମ୍ପର୍କ ତାର କଣ୍ଟ୍ରୋଲ ପାଇଁ ଯୋଉ ଆଡମିନିଷ୍ଟ୍ରେସନ ତା ସମ୍ପର୍କରେ କୋଉଠି ମେନସନ୍ ଅଛି? 244 ରେ ଆପଣଙ୍କର ମେନସନ୍ ଅଛି। ଆପଣ ଜାଣିଥିବେ ଯେ ରାଜ୍ୟପାଳ କେବେ ନିଜ ରାଜ୍ୟର ହେଇପାରିବେ ନାହିଁ, ସେ ଅନ୍ୟ ରାଜ୍ୟର ଆପଣଙ୍କର ହୁଅନ୍ତି। ତ ଯୋଉ ରାଜ୍ୟ ମଧ୍ୟରେ କିମ୍ବା ରାଜ୍ୟ ଆଉ କେନ୍ଦ୍ର ମଧ୍ୟରେ ଉତ୍ତମ ସମ୍ପର୍କ ସମ୍ପର୍କରେ କୋଉ କମିଶନ ଆପଣଙ୍କର କହିଥିଲା? ନା ସରକାରିଆ କମିଶନ ଆପଣଙ୍କର କହିଥିଲା। ଆମେ କେତେ କେତେ ଟାୟାର ଆପଣଙ୍କର ପଞ୍ଚାୟତ ରାଜ ବ୍ୟବସ୍ଥା ଆପଣଙ୍କର ଇମ୍ପ୍ଲିମେଣ୍ଟ କରୁଛେ? ନା 3 ଟାୟାର, ତ୍ରିସ୍ତରୀୟ। ଠିକ୍ ଅଛି। ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ଆପଣଙ୍କର କରୁଛେ। ଦେନ୍ ଦେଖନ୍ତୁ ପରବର୍ତ୍ତୀ ଆପଣ ଯଦି ଆପଣଙ୍କର ଫଣ୍ଡାମେଣ୍ଟାଲ ରାଇଟ୍ସ ଗୁଡ଼ା କେହି ହଟେଇବା ପାଇଁ ଚେଷ୍ଟା ବି କରନ୍ତି ହେଲା, ହେଲେ ବି ଆପଣଙ୍କୁ କଣ କରି କହିଲେ ସୁରକ୍ଷା ଆପଣଙ୍କର ଦିଆଯିବ। ଠିକ୍ ଅଛି। ଡେଥ୍ ଆଣ୍ଡ ପର୍ସନାଲ ଲିବର୍ଟି, ଲାଇଫ୍ ଆଣ୍ଡ ପର୍ସନାଲ ଲିବର୍ଟି ନା। ଠିକ୍ ଅଛି। ଆର୍ଟିକିଲ ନମ୍ବର ଆପଣଙ୍କର 21। ଠିକ୍ ଅଛି। ଦେନ୍ ଦେଖନ୍ତୁ ଆପଣଙ୍କର କୋଉ ରାଜ୍ୟରେ ଆପଣଙ୍କର କେତେ ରାଜ୍ୟସଭା ସିଟ୍ ଏଟା ଦରକାର ନାହିଁ ଆପଣଙ୍କର। ପ୍ରାଇମ ମିନିଷ୍ଟର ଏବଂ ତାଙ୍କର ଯୋଉ ମନ୍ତ୍ରୀ ପରିଷଦ ସମ୍ପର୍କରେ 75ରେ ମେନସନ୍ ଅଛି ଆପଣଙ୍କର କିଏ ପାର୍ଲାମେଣ୍ଟକୁ ଆପଣଙ୍କର ସମନ କରିପାରିବେ। କେବଳ ଆଉ କେବଳ ରାଷ୍ଟ୍ରପତି ଆପଣଙ୍କର କରିପାରିବେ, ତାଙ୍କ ଛଡ଼ା ତ ଆପଣଙ୍କର କେହି ବି କରିପାରିବେ ନାହିଁ। ଆପଣଙ୍କ ପାଇଁ ପ୍ରଶ୍ନ ରହିବ ଯେ ପୂର୍ବରୁ ଆମେ କହୁଥିଲେ ଆଇପିସି ବା ଇଣ୍ଡିଆନ ପେନାଲ କୋଡ୍, ତାର ନାଁଟାକୁ ଆପଣଙ୍କର ଚେଞ୍ଜ କରିକି ବର୍ତ୍ତମାନ କଣ କୁହାଯାଉଛି ଆପଣ କମେଣ୍ଟ କରିକି ନିହାତି ଜଣେଇବେ। ଠିକ୍ ଅଛି। ଆମର ଫାଇନାନ୍ସ କମିଶନ ସମ୍ପର୍କରେ ଆର୍ଟିକିଲ ନମ୍ବର ଆପଣଙ୍କର କେତେରେ ମେନସନ୍ ଅଛି? 280ରେ ଆମର ମେନସନ୍ ଅଛି। ଯୋଉ ସୋସିଆଲିଷ୍ଟ ଆଉ ସେକୁଲାର ୱାର୍ଡକୁ ଆମର କେବେ ଏଡ୍ କରାଗଲା? 42ତମ ଏମେଣ୍ଡମେଣ୍ଟ ଜରିଆରେ 1976ରେ ଆପଣଙ୍କର ଏଡ୍ କରାଗଲା। ରାଜ୍ୟସଭା ହଉ କିମ୍ବା ବିଧାନ ପରିଷଦରୁ ହଉ ପ୍ରତ୍ୟେକ 2 ବର୍ଷରେ କେତେ ମେମ୍ବର ଆମ ରିଟାୟାର ହୁଅନ୍ତି? 1/3 ମେମ୍ବର ଆମର ରିଟାୟାର ଆପଣଙ୍କର ହେଇଥାନ୍ତି। ଠିକ୍ ଅଛି। ଆମର ଯୋଉ ପ୍ରିଏମ୍ବୁଲକୁ ଆପଣଙ୍କର କେବେ ଚେଞ୍ଜ କରାଗଲା? ନା 42ତମ ଏମେଣ୍ଡମେଣ୍ଟ ଜରିଆରେ 1976ରେ। ସିଙ୍ଗଲ ସିଟିଜେନସିପ୍ ଆପଣଙ୍କର ହେଇଗଲା କିମ୍ବା ଆମର ପାର୍ଲାମେଣ୍ଟାରୀ ଫର୍ମ ଅଫ୍ ଗଭର୍ଣ୍ଣମେଣ୍ଟ ହେଇଗଲା, ଏସବୁ ଆପଣଙ୍କର କୋଉଠୁ ଆସିଛି? ୟୁକେ କିମ୍ବା ଆମେ ବ୍ରିଟେନ ବୋଲି ଆପଣଙ୍କର କହିଥାଉ। ଆମର ଭାରତର ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର କେବେ ଆପଣଙ୍କର କୋଉ ଜାଗାରେ ଡେଥ୍ ହେଇଥିଲା? ତାସ୍କେଣ୍ଟରେ ଆପଣଙ୍କର ଡେଥ୍ ଆପଣଙ୍କର ହେଇଥିଲା। ଠିକ୍ ଅଛି। ଆମ ଦେଶରେ ଗୋଟେ ସୁପ୍ରିମକୋର୍ଟ ଆପଣଙ୍କ ରହିବ, ୟା ସମ୍ପର୍କରେ ଆର୍ଟିକିଲ ନମ୍ବର କେତେରେ ମେନସନ୍ ଅଛି? 124ରେ। ଆଉ ପ୍ରତ୍ୟେକ ରାଜ୍ୟରେ ଗୋଟେ ଗୋଟେ ଆପଣଙ୍କର ହାଇକୋର୍ଟ ରହିବ, ୟା ସମ୍ପର୍କରେ 214ରେ। ଏନୁଆଲ ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ସମ୍ପର୍କରେ ଆର୍ଟିକିଲ ନମ୍ବର ଆପଣଙ୍କର କେତେରେ ମେନସନ୍ ଅଛି? 112ରେ ଆପଣଙ୍କର ମେନସନ୍ ଅଛି। ଡୋମିନିଅନ ଷ୍ଟାଟସ୍ ଫର୍ ଦ ଏଣ୍ଟାୟାର ଟେରିଟୋରି ଅଫ୍ ଇଣ୍ଡିଆ, ଏଇଟା ଆପଣଙ୍କର କିଏ ବା ଆମକୁ ଦରକାର ପୂର୍ଣ୍ଣ ସ୍ୱରାଜ, କିଏ ଡିମାଣ୍ଡ କରିଥିଲେ? ନେହେରୁ ରିପୋର୍ଟ ଆପଣଙ୍କର 1928। ଧରାଯାଉ ସ୍ପିକର ନାହାନ୍ତି, ତ ସ୍ପିକରଙ୍କ ବଦଳରେ ଆପଣଙ୍କର କିଏ ନେଇପାରିବେ? ଡେପୁଟି ସ୍ପିକର। କରମ୍ କହିଲେ କଣ? ନା ମିନିମମ୍ ମେମ୍ବର୍ସ ଟୁ ଅପରେଟ୍ ଆନ୍ ହାଉସ୍, ମିନିମମ୍ କେତେ ଲୋକରେ ହାଉସ୍ ଆପଣଙ୍କର ଚାଲିବ ତାକୁ କରମ୍ ବୋଲି ଆମେ କହିଥାଉ। ତ 1/10 ଆପଣଙ୍କର ଏହା ସମ୍ପର୍କରେ ଆର୍ଟିକିଲ ନମ୍ବର 100 ପାର୍ଟ 3ରେ ଆପଣଙ୍କର ମେନସନ୍ ଅଛି। କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲିର ଆଡଭାଇଜର ଆପଣଙ୍କର କିଏ ଥିଲେ?
BN ରାଓ ଆପଣଙ୍କର ଥିଲେ। ଏବଂ ହାର୍ଟ ଆଣ୍ଡ ସୋଲ୍ ଅଫ୍ ଆୱାର ଇଣ୍ଡିଆନ୍ କନଷ୍ଟିଚ୍ୟୁସନ ବୋଲି କାହାକୁ ଆମେ କହିଥାଉ? ରାଇଟ୍ ଟୁ କନଷ୍ଟିଚ୍ୟୁସନାଲ ରେମେଡିଜକୁ କହିଥାଉ। ଯଦି ଖାଲି ଆମକୁ ସୋଲ୍ ପଚାରିଥାନ୍ତା ହେଲେ ଆମେ ପ୍ରିଏମ୍ବୁଲ ଆପଣଙ୍କର କରିଥାନ୍ତେ। ଏଇ ଯୋଉ ରାଷ୍ଟ୍ରପତିଙ୍କର ଇମ୍ପିଚମେଣ୍ଟ ସମ୍ପର୍କରେ ଆର୍ଟିକଲ ନମ୍ବର 61 ରେ ମେନସନ ଅଛି, ଏଇଟା ଆପଣଙ୍କର କୋଉଠୁ ଆସିଥିଲା? ୟୁଏସଏ ରୁ। କନକରେଣ୍ଟ ଲିଷ୍ଟ ଆମର କୋଉ ଜାଗାରୁ ଆପଣଙ୍କର ଆସିଛି? ଅଷ୍ଟ୍ରେଲିଆରୁ ଆପଣଙ୍କର ଆସିଛି। ଏବଂ କାଷ୍ଟୋଡିଆନ ଅଫ ଦ ଇଣ୍ଡିଆନ କନଷ୍ଟିଚ୍ୟୁସନ, ଆମ ଭାରତର ସମ୍ବିଧାନର ରକ୍ଷକ ବୋଲି ଆପଣଙ୍କର କାହାକୁ କୁହାଯାଏ? ସୁପ୍ରିମକୋର୍ଟକୁ ବି କହିପାରିବା, ହାଇକୋର୍ଟକୁ ବି ଆପଣଙ୍କର। ରୁଲ ଅଫ ଲ, ଏଇଟା କୋଉଠୁ ଆସିଛି? ବ୍ରିଟେନରୁ ଆପଣଙ୍କର। ପାର୍ଲାମେଣ୍ଟାରୀ ଫର୍ମ ଗଭର୍ଣ୍ଣମେଣ୍ଟ ଆପଣଙ୍କର। ସିଙ୍ଗଲ ସିଟିଜେନସିପ୍ ମଧ୍ୟ ଆପଣଙ୍କର। ଠିକ ଅଛି। ଦେନ୍ କନଷ୍ଟିଚ୍ୟୁସନାଲ ଆମେଣ୍ଡମେଣ୍ଟ ସମ୍ପର୍କରେ ଏଇଟା କୋଉଠୁ ଆସିଛି ଆମର? ସାଉଥ ଆଫ୍ରିକାରୁ। ଆଉ ୟା ସମ୍ପର୍କରେ ଆର୍ଟିକଲ ନମ୍ବର କେତେରେ ମେନସନ ଅଛି? 368 ରେ ଆପଣଙ୍କର ମେନସନ ଅଛି। ଯଦି ଆପଣଙ୍କର ମୌଳିକ ଅଧିକାର ଗୁଡାକୁ କେହି ବି ଛଡେଇବା ପାଇଁ ଚେଷ୍ଟା କରନ୍ତି, ଦେନ୍ ଡାଇରେକ୍ଟଲି ଆପଣ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟକୁ ଯାଇପାରିବେ। ତାକୁ ଆମେ କଣ ବୋଲି କହିଥାଉ? ରିଟ୍ ଜୁଡିସିକେସନ ବୋଲି ଆମେ କହିଥାଉ। ଆମେ ଯୋଉ ମାଗଣା ଆଉ ବାଧ୍ୟତାମୂଳକ ଶିକ୍ଷା ଆପଣଙ୍କର ଦଉଛେ, କେତେ ବର୍ଷ ପର୍ଯ୍ୟନ୍ତ? 14 ବର୍ଷ ପର୍ଯ୍ୟନ୍ତ। କିନ୍ତୁ ନ୍ୟୁ ଏଜୁକେସନ ପଲିସି ଅନୁସାରେ ତାକୁ 3ରୁ ଆପଣଙ୍କର 18 ବର୍ଷ ବର୍ତ୍ତମାନ କରିଦିଆଯାଇଛି। ହେବିୟସ୍ କର୍ପସ୍ ଆପଣଙ୍କର କହିଲେ କଣ? ଏସ୍ ପିଲାମାନେ, ଆପଣଙ୍କର ୟୁ ମେ ହେଭ୍ ଦ ବଡି, ଯଦି ଆପଣଙ୍କ ପାଖରେ ଅଛି ତାକୁ ଦେଖେଇବା ପାଇଁ ଆପଣଙ୍କର ପଡିବ। ଫଣ୍ଡାମେଣ୍ଟାଲ ଡ୍ୟୁଟିଜ ଗୁଡାକୁ ଆମର କେବେ ଏଡ୍ କରାଗଲା? 42ତମ ଆମେଣ୍ଡମେଣ୍ଟ ଜରିଆରେ 1976ରେ। ଏଣ୍ଡ ଅଫ୍ ଅନଟଚେବିଲିଟି ସମ୍ପର୍କରେ କୋଉଠି ମେନସନ ଅଛି? ଆର୍ଟିକଲ ନମ୍ବର 17ରେ ଆପଣଙ୍କର ମେନସନ ଅଛି। ଆର୍ଟିକଲ ନମ୍ବର 35A କୁ ଆମର କେବେ ଏଡ୍ କରାଗଲା? 1954ରେ ଆପଣଙ୍କର ଏଡ୍ କରାଗଲା। ଫଣ୍ଡାମେଣ୍ଟାଲ ଡ୍ୟୁଟିଜ ଗୁଡା ସମ୍ପର୍କରେ ଆମର ଆର୍ଟିକଲ ନମ୍ବର କେତେରେ ମେନସନ ଅଛି? 51A ରେ ଆପଣଙ୍କର ମେନସନ ରହିଛି ଆମର। ଦେନ୍ ରାଇଟ୍ ଟୁ ଇକ୍ୱାଲିଟି ସମ୍ପର୍କରେ ଆର୍ଟିକଲ ନମ୍ବର କେତେରୁ କେତେ ଭିତରେ ମେନସନ ଅଛି? ନା 14ରୁ ଆମର 18 ମଧ୍ୟରେ ଆପଣଙ୍କର ମେନସନ ଅଛି। ଜଏଣ୍ଟ ସେସନ ଆମର କିଏ ଡାକି ପାରିବେ? କେବଳ ଆଉ କେବଳ ରାଷ୍ଟ୍ରପତି ଆପଣଙ୍କର। କିନ୍ତୁ ପ୍ରିସାଇଡ୍ ଆପଣଙ୍କର କିଏ କରନ୍ତି? ନା ଲୋକସଭାର ସ୍ପିକର ଆମର ପ୍ରିସାଇଡ୍ କରିଥାନ୍ତି। ଭାରତର ସମ୍ବିଧାନ ଆମର କେବେଠାରୁ କାର୍ଯ୍ୟକାରୀ ଆପଣଙ୍କର ହେଲା? 1950 ଜାନୁଆରୀ ଆପଣଙ୍କର 26ରୁ। ଭାରତର ଗଭର୍ଣ୍ଣମେଣ୍ଟ ଆପଣଙ୍କର କେମିତିକା ଅଟେ? ଫେଡେରାଲ ଇନ୍ ଫର୍ମ ବଟ୍ ୟୁନିଟାରୀ ଇନ୍ ନେଚର। ଫେଡେରାଲ ଇନ୍ ଫର୍ମ ଆପଣଙ୍କର କହିଲେ କଣ? ନା ସେଣ୍ଟରରେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ, ଷ୍ଟେଟରେ ଆମର ଷ୍ଟେଟ ଗଭର୍ଣ୍ଣମେଣ୍ଟ, କିନ୍ତୁ ଦରକାର ପଡ଼ିଲେ ଆମର ମିଳିମିଶିକି କାମ କରନ୍ତି। ତାକୁ ହିଁ ଆମେ ଫେଡେରାଲ ଇନ୍ ଫର୍ମ ବଟ୍ ୟୁନିଟାରୀ ଇନ୍ ନେଚର ବୋଲି ଆମେ କହିଥାଉ। ଏବୋଲିସନ ଅଫ୍ ଟାଇଟଲ ସମ୍ପର୍କରେ କୋଉଠି ମେନସନ ଅଛି? ଆର୍ଟିକଲ ନମ୍ବର 18ରେ। ଭାରତର ସମ୍ବିଧାନକୁ ତିଆରି କରିବା ପାଇଁ ଆପ୍ରୋକ୍ସିମେଟଲି କେତେ ଦିନ ଲାଗିଲା? 2 ବର୍ଷ 11 ମାସ 17 ଦିନ ବା 3 ବର୍ଷ ବୋଲି ଆପଣଙ୍କର ଲେଖା ହେଇଥିବ। ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ସମ୍ପର୍କରେ କୋଉ ଆପଣଙ୍କର ସେଡ୍ୟୁଲରେ ମେନସନ ଅଛି? ଫାର୍ଷ୍ଟରେ ଆପଣଙ୍କର ମେନସନ ଅଛି। ସେମିତି ସୁପ୍ରିମକୋର୍ଟ କିମ୍ବା ଯୋଉ ହାଇକୋର୍ଟକୁ ଡାଇରେକ୍ଟଲି ଆପଣ ଯାଇପାରିବେ। ଆକର୍ଡିଂ ଟୁ ଆର୍ଟିକଲ ନମ୍ବର 32 ଡାଇରେକ୍ଟଲି ସୁପ୍ରିମକୋର୍ଟ, ଆକର୍ଡିଂ ଟୁ ଆର୍ଟିକଲ ନମ୍ବର 226 ଡାଇରେକ୍ଟଲି ଆପଣ ହାଇକୋର୍ଟକୁ ଆପଣଙ୍କର ଯାଇପାରିବେ। ଭାରତ ସରକାରଙ୍କର ଫାଷ୍ଟ ଲିଗାଲ ଆଡଭାଇଜର ଆପଣଙ୍କର କିଏ? ଆଟର୍ଣ୍ଣି ଜେନେରାଲ। ତାଙ୍କ ସମ୍ପର୍କରେ କୋଉଠି ମେନସନ ଅଛି? ନା ଆର୍ଟିକଲ ନମ୍ବର 76ରେ ଆପଣଙ୍କର ମେନସନ ଅଛି। ରାଇଟ୍ ଏଗେନ୍ଷ୍ଟ ଏକ୍ସପ୍ଲୋସନ, ତା ସମ୍ପର୍କରେ କୋଉଠି ମେନସନ ଅଛି? 23 ଆଉ 24ରେ ଆପଣଙ୍କର ମେନସନ ଅଛି। ଫଣ୍ଡାମେଣ୍ଟାଲ ରାଇଟ୍ସ ଆମର ଯେତେବେଳେ ଏଡ୍ କରାଗଲା, ସେଇ ସମୟରେ କେତୋଟି ଥିଲା? 7ଟି ଥିଲା। ତାପରେ ରାଇଟ୍ ଟୁ ପ୍ରପର୍ଟିକୁ ଆପଣଙ୍କର ହଟେଇ ଦିଆଗଲା। ଠିକ ଅଛି। ଦେନ୍ ଦେଖନ୍ତୁ ଆପଣଙ୍କର ପରବର୍ତ୍ତୀ ଆପଣଙ୍କର ଜିନିଷ ଯୋଉ ରହିଲା, ଆର୍ଟିକଲ ନମ୍ବର 161 କାହାର ଇମ୍ପିଚମେଣ୍ଟ ସମ୍ପର୍କରେ? ରାଜ୍ୟପାଳ। ରାଜ୍ୟପାଳଙ୍କର ଡାଇରେକ୍ଟଲି ଆପଣଙ୍କର ରାଷ୍ଟ୍ରପତି କୌଣସି ବି ସମୟରେ ଆପଣଙ୍କର ହଟେଇ ଦେଇ ପାରିବେ। ଠିକ ଅଛି। ଦେନ୍ ଦେଖ ଯୋଉ ରହିଲା ଆମର କନସେପ୍ଟ ଅଫ ଫେଡେରେସନ ୱିଥ ଷ୍ଟ୍ରଙ୍ଗ ସେଣ୍ଟର, ଏଇଟା ଆପଣଙ୍କର କୋଉ ଜାଗାରେ ଆସିଛି? କାନାଡାରୁ। କିମ୍ବା ରାଜ୍ୟର ମୁଖ୍ୟଙ୍କୁ ଆମେ ରାଜ୍ୟପାଳ ବୋଲି ଆମେ କହିଥାଉ। କାନାଡାରୁ ଆପଣଙ୍କର ଆସିଛି। ଦେନ୍ ଦେଖନ୍ତୁ ଆମର ଯୋଉ ସୋଲ୍ ଅଫ୍ ଆୱାର ଇଣ୍ଡିଆନ କନଷ୍ଟିଚ୍ୟୁସନ ବୋଲି ଆମେ କାହାକୁ ଆପଣଙ୍କର କହିଥାଉ? ନା ପ୍ରିଏମ୍ବୁଲକୁ ଆପଣଙ୍କର କହିଥାଉ। ଠିକ ଅଛି। ଦେନ୍ ଦେଖନ୍ତୁ ଆପଣଙ୍କର କୌଣସି ଏମର୍ଜେନ୍ସି ତ ଆମେ ଜାଣିଛେ ରାଷ୍ଟ୍ରପତି ହିଁ ଆପଣଙ୍କୁ ଲାଗୁ କରିପାରିବେ, ତାଙ୍କ ଛଡା କେହି ବି ନୁହେଁ। ଏଇଟା ଆପଣଙ୍କର ବେସିକ ଡକ୍ଟରିନ୍ ଅଫ୍ ବେସିକ ଷ୍ଟ୍ରକ୍ଚର ଅଫ୍ ଇଣ୍ଡିଆ କୋଉ କେସ୍ ଆପଣଙ୍କର ପଚାରିବ? କେଶବାନନ୍ଦ ଭାରତୀ ଆପଣଙ୍କର କେସ୍। ମିନି କନଷ୍ଟିଚ୍ୟୁସନ ବୋଲି ଆମେ କାହାକୁ କହୁ? 42ତମ ଆମେଣ୍ଡମେଣ୍ଟ 1976କୁ ଆପଣଙ୍କର କହିଥାଉ। ଫ୍ରିଡମ ଅଫ୍ ସ୍ପିଚ ସମ୍ପର୍କରେ କୋଉଠି ମେନସନ ଅଛି? ଆର୍ଟିକଲ ନମ୍ବର 22ରେ। ଆର୍ଟିକଲ ନମ୍ବର 371A ରେ କାହା ସମ୍ପର୍କରେ ମେନସନ ଅଛି ଆପଣଙ୍କର? ନାଗାଲାଣ୍ଡ ସମ୍ପର୍କରେ। 84ତମ ଆମେଣ୍ଡମେଣ୍ଟକୁ ଆମର କେବେ ହଟେଇ ଦିଆଗଲା?
1978 ରେ ଆଉ ସେ ବର୍ତ୍ତମାନ କୋଉ ଜାଗାରେ ଅଛି ଆପଣଙ୍କର 300 ଏ ରେ ଆପଣଙ୍କର ମେନସନ ରହିଛି। ଠିକ ଅଛି। ଆମର ଯୋଉ କନଷ୍ଟିଟ୍ୟୁସନାଲ ଏମର୍ଜେନ୍ସି ସମ୍ପର୍କରେ କୋଉଠି ମେନସନ ଅଛି 356 ରେ ଆପଣଙ୍କର ମେନସନ ଅଛି। ଏମର୍ଜେନ୍ସି କେତେ ପ୍ରକାର 352 356 300 ଆପଣଙ୍କର 60 ଆପଣଙ୍କର ରହିଛି। ଠିକ ଅଛି। ଦେନ୍ ଦେଖନ୍ତୁ ଆମର ଯୋଉ ରହିଲା ଆୟାରାମ ଗେୟାରାମ ବା ଏଣ୍ଟି ଡିଫେକ୍ସନ ଲ ନେତାମାନେ ଯୋଉ ଦଳ ବଦଳ କରନ୍ତି ତା ସମ୍ପର୍କରେ କୋଉ ଜାଗାରେ ମେନସନ ଅଛି ଆପଣଙ୍କର 10th ସେଡ୍ୟୁଲରେ ଆପଣଙ୍କର ମେନସନ ହେଇଛି। ଏଣ୍ଟି ଡିଫେକ୍ସନ ଲ ତାକୁ ଆପଣଙ୍କର କେବେ ଏଡ୍ କରାଗଲା 52ତମ ଏମେଣ୍ଡମେଣ୍ଟ ଜରିଆରେ 1985ରେ। ପୂର୍ବରୁ ଭୋଟ ଦେବାର ବୟସ କେତେ ଥିଲା 21 ବର୍ଷ, ତାକୁ 18 ବର୍ଷ କେବେ କରାଗଲା 61ତମ ଏମେଣ୍ଡମେଣ୍ଟ ଜରିଆରେ 1989ରେ ଆପଣଙ୍କର କରାଗଲା। ଦେନ୍ ଦେଖନ୍ତୁ ଆପଣଙ୍କର ଯୋଉ ରହିଲା ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ତା ସମ୍ପର୍କରେ ଆପଣଙ୍କର କୋଉଠି ମେନସନ ଅଛି 323 ଆପଣଙ୍କର ଏ ରେ ଆପଣଙ୍କର ମେନସନ ରହିଛି। ଠିକ ଅଛି। ଏଜୁକେସନକୁ ଆମର ମୌଳିକ ଅଧିକାର କେବେ କରାଗଲା ନା 86ତମ ଏମେଣ୍ଡମେଣ୍ଟ ଜରିଆରେ 2002ରେ ଆପଣଙ୍କର କରାଗଲା। ଇଲେକ୍ସନ କମିଶନ ସମ୍ପର୍କରେ କୋଉଠି ମେନସନ ଅଛି 324ରେ ଆପଣଙ୍କର ମେନସନ ରହିଛି। ଠିକ ଅଛି। ଦେନ୍ ଫଣ୍ଡ ବେସିକାଲି ତିନି ପ୍ରକାର ଆପଣଙ୍କର ମନେ ଥିବ କନସୋଲିଡେଟେଡ, କଣ୍ଟିଜେନ୍ସି ଆଉ ପବ୍ଲିକ ଆକାଉଣ୍ଟ ଫଣ୍ଡ। ଟାଇପ୍ସ ଅଫ ଭିଟୋ ଆପଣଙ୍କର ମନେ ଥିବ ପକେଟ ଭିଟୋ, ସସ୍ପେନ୍ସିଭ ଭିଟୋ, ଆଉ ଗୋଟେ ହେଉଛି ଆପଣଙ୍କର ଆବସୋଲୁଟ ଭିଟୋ ଆପଣଙ୍କର ମନେ ଥିବ। ଠିକ ଅଛି। ଦେନ୍ ଆର୍ଟିକଲ ନମ୍ବର ଆପଣଙ୍କର 340 ଏଇଟା ଏସଟିଏସି ଆପଣଙ୍କର କମିଶନ ସମ୍ପର୍କରେ ଆପଣଙ୍କର ମେନସନ ଅଛି। ଆମେ ଜାଣିଛେ ଏମିତି ଗୋଟେ ବିଲ୍ ଯୋଉଟା କେବଳ ଆଉ କେବଳ ଲୋକସଭାରେ ହିଁ ପାସ୍ ହୁଏ ମନି ବିଲ୍ ଯାହା ସମ୍ପର୍କରେ ଆର୍ଟିକଲ ନମ୍ବର 110ରେ ମେନସନ ଅଛି ସେ ରାଜ୍ୟସଭାକୁ ବି ଯାଇପାରେ କିନ୍ତୁ ୱିଥିନ୍ 14 ଡେଜ୍ କିମ୍ବା 2 ୱିକ୍ ତାକୁ ଆପଣଙ୍କର ରିଟର୍ନ କରିବା ପାଇଁ ଆମକୁ ପଡ଼ିଥାଏ। ଠିକ ଅଛି। ଦେନ୍ ଆମର ଯୋଉ ରହିଲା କାହାର ସେଲେରୀ ଆପଣଙ୍କର ବଢିବ କମିବ ଏ ସମ୍ପର୍କରେ କୋଉଠି ଡିସ୍କସନ କରାଯାଏ ଭାରତର ପାର୍ଲାମେଣ୍ଟରେ ହିଁ ଆମର ଡିସ୍କସନ ଆପଣଙ୍କର କରାଯାଇଥାଏ। ଠିକ ଅଛି। ଦେନ୍ ଦେଖନ୍ତୁ ଆପଣଙ୍କର ପ୍ରତ୍ୟେକ 2 ବର୍ଷରେ କେତେ ମେମ୍ବର ଆମର ରିଟାୟାର ଆପଣଙ୍କର ହୁଅନ୍ତି ନା 1/3 ମେମ୍ବର ଆମର ରିଟାୟାର ଆପଣଙ୍କର ହେଇଥାନ୍ତି। ଠିକ ଅଛି। କୌଣସି ବି ରାଜ୍ୟରେ ଆପଣଙ୍କର ବିଧାନ ପରିଷଦ ରହିବ ନା ରହିବନି ଏସବୁ ଆପଣଙ୍କ ଡିସାଇଡ୍ କିଏ କରନ୍ତି ନା ଭାରତର ପାର୍ଲାମେଣ୍ଟ ଆପଣଙ୍କର ଡିସାଇଡ୍ ଆପଣଙ୍କର କରିଥାନ୍ତି। ଠିକ ଅଛି। ଦେନ୍ ଦେଖନ୍ତୁ ଆପଣଙ୍କର ଆମର ଯୋଉ ଯେତିକି ବି ଆପଣଙ୍କର ଏମର୍ଜେନ୍ସି ସମୟରେ ଟଙ୍କା ଖର୍ଚ୍ଚ କରାଯାଏ ସବୁ ଆମର କୋଉଠୁ କରାଯାଏ ନା କଣ୍ଟିଜେନ୍ସି ଫଣ୍ଡରୁ ଆପଣଙ୍କର ଏମର୍ଜେନ୍ସି ସମୟରେ ଟଙ୍କାଟାକୁ ଆପଣଙ୍କର ଖର୍ଚ୍ଚ କରାଯାଇଥାଏ। ସତ୍ୟମେବ ଜୟତେ ଏଇଟା କୋଉଠୁ ଆସିଛି ଆମର ମୁଣ୍ଡୁକ ଉପନିଷେଦରୁ ଆପଣଙ୍କର ଆସିଛି ରାଇଟରେ। ଏବଂ ସସ୍ପେନସନ ଅଫ ଦ ଫଣ୍ଡାମେଣ୍ଟାଲ ରାଇଟ ଡ୍ୟୁରିଂ ଏମର୍ଜେନ୍ସି କୋଉଠୁ ଆସିଛି ଜର୍ମାନୀରୁ ଆପଣଙ୍କର ଆସିଛି। ସେମିତି କିଏ ଏମିତି ଜଣେ ଲୋକ ଯିଏ କୌଣସି ବି ହାଉସର ମେମ୍ବର ନୁହନ୍ତି କିନ୍ତୁ ବୋଥ୍ ହାଉସକୁ ଆପଣଙ୍କର ଯାଇପାରିବେ ତାଙ୍କର ନାଁ କଣ ଆଟର୍ଣ୍ଣି ଜେନେରାଲ ଆପଣଙ୍କର ସେ କୌଣସି ବି ହାଉସର ମେମ୍ବର ନୁହନ୍ତି କିନ୍ତୁ ବୋଥ୍ ହାଉସକୁ ଆପଣଙ୍କର ଯାଇପାରିବେ। କୌଣସି ବି ପଲିଟିକାଲ ପାର୍ଟିର ଆପଣଙ୍କର ସିମ୍ବଲ ବଗେରା କିଏ ଡିସାଇଡ୍ କରନ୍ତି ଇଲେକ୍ସନ କମିଶନ ଆପଣଙ୍କର କରିଥାନ୍ତି। ଚାଇନାରେ ଆପଣଙ୍କର କୋଉ ପାର୍ଟି ଅଛି କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ। ଭାରତର ପୁରାତନ ପାର୍ଟି ଆମର କୋଉଟା ଆଇଏନସି ହେଲା। ଏବଂ ଆମର ଜାଣିବାର ଅଧିକାର ଆପଣଙ୍କ ରହିଛି ରାଇଟ୍ ଟୁ ଇନଫର୍ମେସନ ଆକ୍ଟ ଆମର କେବେ ଆସିଲା 2005ରେ ଆମର ରାଇଟ୍ ଟୁ ଇନଫର୍ମେସନ ଆକ୍ଟ ଆପଣଙ୍କର ଆସିଲା। ଠିକ ଅଛି। ଦେନ୍ ଦେଖନ୍ତୁ ଆପଣଙ୍କର ପରବର୍ତ୍ତୀ ଯୋଉ ରହିଲା ଯେ ସିଭିଲ ରାଇଟ୍ ମୁଭମେଣ୍ଟ ଆମର ଆମେରିକାରେ କିଏ କରିଥିଲେ ମାର୍ଟିନ ଲୁଥର କିଙ୍ଗ ଆପଣଙ୍କର ସିଭିଲ ରାଇଟ୍ ମୁଭମେଣ୍ଟ ଆପଣଙ୍କର ଆମେରିକାରେ ଆପଣଙ୍କର କରିଥିଲେ। ଠିକ ଅଛି। ପରବର୍ତ୍ତୀ ଆପଣଙ୍କ ଯୋଉ ରହିଲା ଯେ ଭାରତର ଗଭର୍ଣ୍ଣମେଣ୍ଟ କେମିତି ଆମର ଡେମୋକ୍ରେଟିକ ଆପଣଙ୍କର ଗଭର୍ଣ୍ଣମେଣ୍ଟ ଆମେ କରିବା ଆଉ ୟୁନିଭର୍ସାଲ ଏଡଲ୍ଟ ଫ୍ରାଞ୍ଚାଇଜି କହିଲେ କଣ ଭୋଟ ଦେବାର ଅଧିକାର ରାଇଟ୍ ଟୁ ଭୋଟ ଟୁ ଅଲ୍ ଆପଣଙ୍କର ଏଡଲ୍ଟ ତାକୁ ହିଁ ଆମେ ଆପଣଙ୍କର କହିଥାଉ। ଏବଂ ଦେନ୍ ଦେଖନ୍ତୁ ଆପଣଙ୍କର ଏଇଟା ଦ ଟୋଟାଲ ନମ୍ବର ଅଫ ମିନିଷ୍ଟର୍ସ ଇନକ୍ଲୁଡିଂ ଦ ପ୍ରାଇମ ମିନିଷ୍ଟର ସେଲ୍ ନଟ୍ ଏକ୍ସିଡ୍ କେତେରୁ ଅଧିକ ହେବେନି ନା 15%ରୁ ଅଧିକ ଯେମିତି ଆପଣଙ୍କର ହେବେ ନାହିଁ। ଠିକ ଅଛି। ଆମର ଏକ୍ସ ଅଫିସର ଚେୟାରମ୍ୟାନ ରାଜ୍ୟସଭାର ଆପଣଙ୍କର କିଏ ନା ଭାରତର ଉପରାଷ୍ଟ୍ରପତି ଆପଣଙ୍କର ଅଟନ୍ତି। ଠିକ ଅଛି। ଦେନ୍ ଆମର ପାର୍ଲାମେଣ୍ଟାରୀ ଡେମୋକ୍ରେସି ମିନ୍ସ 1 ପର୍ସନ ଆଣ୍ଡ 1 ଭୋଟ ଏଇଟା କିଏ କହିଥିଲେ ଡକ୍ଟର ବି ଆର୍ ଆମ୍ବେଦକର ଆପଣଙ୍କର କହିଥିଲେ। ରାଷ୍ଟ୍ରପତି ଆପଣଙ୍କର ହେବା ପାଇଁ ଉପରାଷ୍ଟ୍ରପତି ହେବା ପାଇଁ କେତେ ବର୍ଷ ଆପଣଙ୍କର ମିନିମମ୍ ଦରକାର 35 ବର୍ଷ ଆଉ କାର୍ଯ୍ୟକାଳ ଆପଣଙ୍କର 5 ବର୍ଷ ରହିଥାଏ। ଭାରତର ପ୍ରଥମ ଇଲେକ୍ସନ କମିଶନର ଆମର କିଏ ଥିଲେ ସୁକୁମାର ସେନ ଆପଣଙ୍କର। ଡିପିଏସପି ଆମର କୋଉ ଜାଗାରୁ ଆସିଛି ଆୟାରଲାଣ୍ଡରୁ ଆପଣଙ୍କର ଆସିଛି। ଏବଂ ଧରାଯାଉ
ରାଷ୍ଟ୍ରପତି ଆପଣଙ୍କ ରିଜାଇନ୍ କରିବେ। ଠିକ୍ ଅଛି। ଦେନ୍ କାହାକୁ ଆପଣଙ୍କର ଦେବେ? ଉପରାଷ୍ଟ୍ରପତିଙ୍କୁ ସେ ଆପଣଙ୍କ ରେଜିଗ୍ନେସନ୍ ଦେଇପାରିବେ। ଠିକ୍ ଅଛି। ମ୍ୟାକ୍ସିମମ୍ ଗ୍ୟାପ୍ ଆମେ ଜାଣିଛେ କେତେ ପ୍ରକାର ଆମର ଚାଲିଥାଏ ସେସନ୍। BMW ମନେ ଥିବ, ବଜେଟ୍ ସେସନ୍, ମନସୁନ୍ ସେସନ୍ ଆଉ ୱିଣ୍ଟର ସେସନ୍। ତ ଯେଉଁ ସେସନ୍ ମଧ୍ୟରେ ମ୍ୟାକ୍ସିମମ୍ ଗ୍ୟାପ୍ ଆପଣଙ୍କର କେତେ ଦିନ ରହିପାରିବ? 6 ମାସର ଆପଣଙ୍କ ରହିପାରିବ। ଠିକ୍ ଅଛି। ପ୍ରଧାନମନ୍ତ୍ରୀ ହେବା ପାଇଁ ମିନିମମ୍ ବୟସ କେତେ? 25 ବର୍ଷ। ଆଉ ମୁଖ୍ୟମନ୍ତ୍ରୀ ପାଇଁ ମଧ୍ୟ ଆପଣଙ୍କର 25 ବର୍ଷ। ରେସିଡୁଆରୀ ପାୱାର ଗୁଡ଼ା କାହା ଅଧୀନରେ ଆପଣଙ୍କ ରହିଥାଏ? ନା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ କିମ୍ବା ପାର୍ଲାମେଣ୍ଟ ପାଖରେ ଆପଣଙ୍କ ରହିଥାଏ। ରାଜ୍ୟ ସରକାରଙ୍କର ଫାଷ୍ଟ ଲିଗାଲ ଆଡଭାଇଜର ଆପଣଙ୍କର କିଏ? ଆଡଭୋକେଟ୍ ଜେନେରାଲ। ତାଙ୍କ ସମ୍ପର୍କରେ ଆର୍ଟିକିଲ ନମ୍ବର କେତେରେ ମେନସନ୍ ଅଛି? 165ରେ ଆପଣଙ୍କର ମେନସନ୍ ଆପଣଙ୍କ ରହିଛି। ଠିକ୍ ଅଛି। ପବ୍ଲିକ ଆକାଉଣ୍ଟ କମିଟିର ଚେୟାରମ୍ୟାନ୍ ଆପଣଙ୍କର କିଏ ରହିଥାନ୍ତି? ନା ଲିଡର ଅଫ୍ ଦ ଅପୋଜିସନ୍ ଆପଣଙ୍କ ରହିଥାନ୍ତି ପବ୍ଲିକ ଆକାଉଣ୍ଟ କମିଟିର। ରାଜ୍ୟସଭାର ମେମ୍ବର ହେବା ପାଇଁ ମିନିମମ୍ ବୟସ କେତେ ଆପଣଙ୍କର? 30 ବର୍ଷ ଆପଣଙ୍କର ରହିଥାଏ। ଆଉ ଲୋକସଭା ପାଇଁ ଆପଣଙ୍କର ବା ବିଧାନସଭା ପାଇଁ 25 ବର୍ଷ ଆମର ରହିଥାଏ। ଠିକ୍ ଅଛି। ଦେନ୍ ଦେଖନ୍ତୁ ଆମର ଫାଷ୍ଟ ଲିଙ୍ଗୁଇଷ୍ଟିକ୍ ଷ୍ଟେଟ୍, ଭାଷା ଆଧାରରେ ପ୍ରଥମ ରାଜ୍ୟ ଆପଣଙ୍କର କୋଉଟା? ନା ଆନ୍ଧ୍ରପ୍ରଦେଶ ଆପଣଙ୍କର ଅଟେ। ଠିକ୍ ଅଛି। ହୁ ହେଜ୍ ଦ ଡିଷ୍ଟିଂସନ୍ ଅଫ୍ ସର୍ଭିଂ, ମାନେ ସିଏ ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ ଥିଲେ, ରାଷ୍ଟ୍ରପତି ଥିଲେ, ଉପରାଷ୍ଟ୍ରପତି ମଧ୍ୟ ଆପଣଙ୍କର ଥିଲେ। କିଏ? ଜଷ୍ଟିସ୍ M ହିଦାୟତୁଲ୍ଲା। ୟୁନିଫର୍ମ ସିଭିଲ କୋଡ୍ ସମ୍ପର୍କରେ ଆର୍ଟିକିଲ ନମ୍ବର ଆପଣଙ୍କର କେତେରେ ମେନସନ୍ ଅଛି? ଆର୍ଟିକିଲ ନମ୍ବର 44ରେ ମେନସନ୍ ଅଛି। ଆର୍ଟିକିଲ ନମ୍ବର 1 କ'ଣ କୁହେ? ଭାରତ ଗୋଟିଏ କେମିତିକା ରାଷ୍ଟ୍ର ଆପଣଙ୍କର ଅଟେ? ନା ୟୁନିଅନ ଅଫ୍ ଷ୍ଟେଟ୍ ଆପଣଙ୍କର ଅଟେ। ଭାରତ କେମିତିକା ରାଷ୍ଟ୍ର ଆପଣଙ୍କର ଅଟେ? ନା ୟୁନିଅନ ଅଫ୍ ଷ୍ଟେଟ୍ ଆପଣଙ୍କର ଅଟେ। ହାଇକୋର୍ଟର ଜଜ୍ ମାନଙ୍କର ରିଟାୟାରମେଣ୍ଟ ଏଜ୍ ଆପଣଙ୍କର କେତେ? 62। ଆଉ ସୁପ୍ରିମକୋର୍ଟର ଜଜ୍ ମାନଙ୍କ ରିଟାୟାରମେଣ୍ଟ ଏଜ୍ ହେଉଛି 65। ଫାଇନାନ୍ସ କମିଶନ ଯାହା ସମ୍ପର୍କରେ ଆର୍ଟିକିଲ ନମ୍ବର 280ରେ ଆପଣଙ୍କର ମେନସନ୍ ଥାଏ, ତାଙ୍କୁ ନିଯୁକ୍ତ କିଏ କରନ୍ତି? ରାଷ୍ଟ୍ରପତି କରନ୍ତି। ଏବଂ ଭାରତ ହେଉଛି ଆପଣଙ୍କର ୟୁନିଅନ ଅଫ୍ ଷ୍ଟେଟ୍ ବୋଲି କୋଉଠି ଲେଖା ହେଇଛି? ନା ପାର୍ଲାମେଣ୍ଟ। ଠିକ୍ ଅଛି। ହେଲା। ଜଏଣ୍ଟ ସେସନରେ ପ୍ରିସାଇଡ୍ ଆପଣଙ୍କର କିଏ କରନ୍ତି? ଲୋକସଭାର ସ୍ପିକର ଆପଣଙ୍କର କରନ୍ତି। ଫଣ୍ଡାମେଣ୍ଟାଲ ରାଇଟ୍ସ, ପ୍ରିଏମ୍ବୁଲ ଏସବୁ ଆପଣଙ୍କର କୋଉଠୁ ଆସିଛି? ୟୁଏସଏରୁ। ଏବଂ ରାଜ୍ୟସଭାର କାର୍ଯ୍ୟକାଳ କେତେ ବର୍ଷ? 6 ବର୍ଷ ଆପଣଙ୍କର ଅଟେ। ତ ଏହା ଥିଲା 300ଟି ଆପଣଙ୍କର ୱାନ୍ ଲାଇନର ନୋଟ୍ସ। ଆଶା କରିବି ଆପଣଙ୍କୁ ଭଲ ଲାଗିଥିବ। ପ୍ରାୟତଃ ବହୁତ ସାରା ଜିନିଷ ରିଭାଇଜ ହେଇଥିବ। ଆଉ ଯଦି ବି କିଛି ଆପଣଙ୍କର ମିସ୍ ଥାଏ, ଦେନ୍ ଆପଣ କାଇଣ୍ଡଲି ଥିଓରି କ୍ଲାସକୁ ନିହାତି ଦେଖିବେ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ, ଯୋଉଦ୍ୱାରା ସିଙ୍ଗଲ ମାର୍କ ବି ଆପଣଙ୍କର କଟିବ ନାହିଁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।